হরে কৃষ্ণ বন্ধুগণ, ভাগবত গীতা অধ্যায় 8 অক্ষর ব্রহ্মযোগ। এই অধ্যাୟରେ ପ୍ରଭୁ ଶ୍ରୀକୃଷ୍ଣ ମୃତ୍ୟୁ ପରେ ଆତ୍ମାର କେଉଁ ଗତି ହୁଏ ତାର ବର୍ଣ୍ଣନା କରୁଛନ୍ତି। ଏହି ଅଧ୍ୟାୟରେ ଭୌତିକ ଜଗତର ବିଭିନ୍ନ ଲୋକ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ସୃଷ୍ଟି ଚକ୍ରରେ ଏହି ସବୁ ଲୋକ ଏବଂ ସେଥିରେ ଥିବା ଜୀବ ସମୁଦାୟ କିପରି ଭାବେ ଉତ୍ପତ୍ତି ଲାଭ କରନ୍ତି ଏବଂ ପ୍ରଳୟ ସମୟରେ ସେମାନଙ୍କର ବିଲୟ କିପରି ହୋଇଥାଏ ତାହା ମଧ୍ୟ ବର୍ଣ୍ଣନା କରାଯାଇଛି। ଆହୁରି ମଧ୍ୟ ଏହି ଅଧ୍ୟାୟରେ ଆମେ ଦେଖିବା ଦୃଶ୍ୟମାନ ଏବଂ ଅଦୃଶ୍ୟ ଜଗତର ଊର୍ଦ୍ଧ୍ୱରେ ଭଗବାନଙ୍କର ଲୋକ ଅବସ୍ଥିତ। ଯେଉଁମାନେ ଭଗବାନଙ୍କ ଶରଣାଗତ ହୋଇଥାନ୍ତି ସେମାନେ ଭଗବାନଙ୍କ ଲୋକରେ ପହଞ୍ଚିଥାନ୍ତି ଏବଂ ପୁନର୍ବାର ଏହି ନଶ୍ୱର ସଂସାରକୁ ପ୍ରତ୍ୟାବର୍ତ୍ତନ କରନ୍ତି ନାହିଁ। ଏବଂ ଅନ୍ୟ ପଟରେ ଯେଉଁମାନେ ଅନ୍ଧକାରର ଅନୁଗାମୀ ହୁଅନ୍ତି ସେମାନେ ଜନ୍ମ, ବ୍ୟାଧି, ଜରା ଓ ମୃତ୍ୟୁର ଅନନ୍ତ ଚକ୍ରରେ ଘୁରି ବୁଲନ୍ତି। ଏହି ଅଧ୍ୟାୟରେ ସମ୍ପୂର୍ଣ୍ଣ 28ଟି ଶ୍ଲୋକ ଅଛି। ଶ୍ଲୋକ ସଂଖ୍ୟା 1ରୁ 4ରେ ଆମେ ଦେଖିବା ଅର୍ଜୁନଙ୍କ ପ୍ରଶ୍ନ ଏବଂ ପ୍ରଭୁ ଶ୍ରୀକୃଷ୍ଣଙ୍କ ଉତ୍ତର। ଲର୍ଡ କୃଷ୍ଣ ଆନ୍ସର ଅର୍ଜୁନ୍ସ କ୍ୱେଶ୍ଚନ୍ସ। ଶ୍ଲୋକ ସଂଖ୍ୟା 5ରୁ 8ରେ ଆମେ ଦେଖିବା ମୃତ୍ୟୁ ସମୟରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ସ୍ମରଣ, ରିମେମ୍ବରିଂ କୃଷ୍ଣା ଏଟ୍ ଦ ଟାଇମ୍ ଅଫ୍ ଡେଥ୍। ଶ୍ଲୋକ ସଂଖ୍ୟା 9ରୁ 13ରେ ଆମେ ଦେଖିବା ଯୋଗ ମିଶ୍ର ଭକ୍ତି ଦ୍ୱାରା ପ୍ରଭୁ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରିବା, ରିମେମ୍ବରିଂ କୃଷ୍ଣା ବାଇ ଯୋଗା ମିଶ୍ର ଭକ୍ତି। ଶ୍ଲୋକ ସଂଖ୍ୟା 14ରୁ 16ରେ ଆମେ ଦେଖିବା ଶୁଦ୍ଧ ଭକ୍ତି ଦ୍ୱାରା ପ୍ରଭୁ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରିବା, ରିମେମ୍ବରିଂ କୃଷ୍ଣା ବାଇ ପିଓର ଭକ୍ତି। ଶ୍ଲୋକ ସଂଖ୍ୟା 17ରୁ 22ରେ ଆମେ ଦେଖିବା ସାଂସାରିକ ବା ଭୌତିକ ଜଗତ ବନାମ ଆଧ୍ୟାତ୍ମିକ ଜଗତ, ମ୍ୟାଟେରିଆଲ ୱାର୍ଲଡ ଭର୍ସେସ୍ ସ୍ପିରିଚୁଆଲ ୱାର୍ଲଡ। ଏବଂ ଶ୍ଲୋକ ସଂଖ୍ୟା 23ରୁ 28ରେ ଆମେ ଦେଖିବା ପ୍ରଭୁ ଶ୍ରୀକୃଷ୍ଣଙ୍କୁ ପ୍ରାପ୍ତ କରିବାରେ ଶୁଦ୍ଧ ଭକ୍ତିର ସର୍ବୋଚ୍ଚତା, ସୁପ୍ରିମେସି ଅଫ୍ ପିଓର ଭକ୍ତି ଇନ୍ ଏଟେନିଂ କୃଷ୍ଣ। ତାହେଲେ ଆସନ୍ତୁ ବନ୍ଧୁଗଣ, ମୁଁ ଆପଣଙ୍କ ସାଥୀ ଆଶିଷ ପଣ୍ଡା ନେଇ ଚାଲୁଛି ଆପଣଙ୍କୁ ଶ୍ରୀମଦ୍ ଭାଗବତ ଗୀତାର ଏକ ନୂଆ ଯାତ୍ରାରେ, ଯାହା ହେଲା ଶ୍ରୀମଦ୍ ଭାଗବତ ଗୀତା ଅଧ୍ୟାୟ 8 ଅକ୍ଷର ବ୍ରହ୍ମଯୋଗ। ଅର୍ଜୁନ ଉବାଚ କିଂ ତତ୍ ବ୍ରହ୍ମ କିମଧ୍ୟାତ୍ମଂ କିଂ କର୍ମ ପୁରୁଷୋତ୍ତମ ଅଧିଭୂतं च किं प्रोक्तं अधिदैवं किमुच्यते अधियज्ञः कथं कोत्र देहेऽस्मिन् मधुसूदन प्रयाणकाले च कथं यज्ञोऽसि नियतात्मभिः। ବନ୍ଧୁଗଣ, ଶ୍ଲୋକ ସଂଖ୍ୟା 1 ଓ 2ରେ ଅର୍ଜୁନ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ପ୍ରଶ୍ନ ପଚାରୁଛନ୍ତି ଏବଂ ଶ୍ଲୋକ ସଂଖ୍ୟା 3 ଓ 4ରେ ପ୍ରଭୁ ଶ୍ରୀକୃଷ୍ଣ ସେହି ପ୍ରଶ୍ନର ଉତ୍ତର ଦେଉଛନ୍ତି। ଏହି ଶ୍ଲୋକ ସଂଖ୍ୟା 1 ଓ 2ରେ ଅର୍ଜୁନ ପ୍ରଭୁ ଶ୍ରୀକୃଷ୍ଣଙ୍କୁ 6ଟି ଶବ୍ଦର ଅର୍ଥ ଜାଣିବାକୁ ଇଚ୍ଛା କରୁଛନ୍ତି ଏବଂ ଶେଷରେ ସେ ଗୋଟାଏ ପ୍ରଶ୍ନ ପଚାରୁଛନ୍ତି। ଅର୍ଜୁନ ପଚାରୁଛନ୍ତି, ବ୍ରହ୍ମ କ'ଣ, ଆଧ୍ୟାତ୍ମ କ'ଣ, କର୍ମ କ'ଣ, ଅଧିଭୂତ କ'ଣ, ଅଧିଦୈବ କ'ଣ ଏବଂ ଅଧିଯଜ୍ଞ କ'ଣ। ଏବଂ ଶେଷରେ ସେ ଗୋଟାଏ ପ୍ରଶ୍ନ ମଧ୍ୟ ପଚାରୁଛନ୍ତି। ସେ କହୁଛନ୍ତି, ହେ କୃଷ୍ଣ, ମୃତ୍ୟୁ ସମୟରେ ଜଣେ ବ୍ୟକ୍ତି ଭଗବାନଙ୍କୁ ସ୍ମରଣ କରିବ କିପରି? ଶିକ୍ଷା, ବ୍ରହ୍ମ ବା ପରମ ସତ୍ୟ କ'ଣ, ଆଧ୍ୟାତ୍ମ କ'ଣ ବା ଜୀବାତ୍ମା କ'ଣ, କର୍ମ କ'ଣ, ଅଧିଭୂତ କାହାକୁ କୁହାଯାଏ ଏବଂ ଅଧିଦୈବ କିଏ, ଶରୀରରେ ଅଧିଯଜ୍ଞ କିଏ ଏବଂ ସେ ଅଧିଯଜ୍ଞ କିପରି ଅଟନ୍ତି? ହେ ଶ୍ରୀକୃଷ୍ଣ, ଏକାଗ୍ର ଚିତ୍ତ ଯୋଗୀମାନେ ମୃତ୍ୟୁ ସମୟରେ କିପରି ଭାବରେ ତାଙ୍କୁ ଜାଣିଥାନ୍ତି? ଓ ସୁପ୍ରିମ ଲର୍ଡ, ହ୍ୱାଟ ଇଜ ବ୍ରହ୍ମନ୍? What is Adhyatma and what is Karma? What is said to be Adhibhuta and who is said to be Adhidaiva? Who is Adhijagya in the body and how is he the Adhijagya? O Krishna, how are you to be known at the time of death by those of steadfast mind?
হরে কৃষ্ণ। শ্রীভগবানুবাচ অক্ষরম ব্রহ্ম পরমম স্বভাবোধ্যাত্মমুচ্যতে ভূতভাবোদ্ভবকরো বিসর্গ কর্ম সংনিতঃ। বন্ধুଗଣ, ଏହି ଶ୍ଲୋକରେ ପ୍ରଭୁ ଶ୍ରୀକୃଷ୍ଣ ଅର୍ଜୁନଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଉଛନ୍ତି ଏବଂ ପ୍ରଥମ ତିନୋଟି ଶବ୍ଦକୁ ବିଶ୍ଳେଷଣ କରୁଛନ୍ତି, ଯାହା ହେଲା ବ୍ରହ୍ମ, ଆଧ୍ୟାତ୍ମ ଏବଂ କର୍ମ। ପ୍ରଥମେ ଆମେ ଦେଖିବା ବ୍ରହ୍ମ କ'ଣ। ଏଠାରେ ପ୍ରଭୁ ଶ୍ରୀକୃଷ୍ଣ କହୁଛନ୍ତି ପରାତ୍ପର ତତ୍ତ୍ୱକୁ ବ୍ରହ୍ମ କୁହାଯାଏ। ବେଦରେ ଉଲ୍ଲେଖ ଥିବା ଭଗବାନଙ୍କର ଅନେକ ନାମ ମଧ୍ୟରୁ ବ୍ରହ୍ମ ଗୋଟାଏ ଅଟେ। ବ୍ରହ୍ମ ଅସୀମିତ ଅର୍ଥାତ୍ ସୀମା ଅତୀତ ଅଟେ। ବ୍ରହ୍ମ କାଳ ଅତୀତ ଅଟେ। ବ୍ରହ୍ମ କାରଣ କାର୍ଯ୍ୟର ଚକ୍ରର ଅତୀତ ଅଟେ। ଆମେ ରହୁଥିବା ଭୌତିକ ଜଗତର ଲକ୍ଷଣ ଓ ସ୍ଥିତି ପରି ବ୍ରହ୍ମର ଲକ୍ଷଣ ଓ ସ୍ଥିତି ନଥାଏ। ଏହାର ଲକ୍ଷଣ ଓ ସ୍ଥିତି ଭୌତିକ ଜଗତରୁ ଖୁବ୍ ଉର୍ଦ୍ଧ୍ୱରେ। ବ୍ରହ୍ମାଣ୍ଡର ବା ବିଶ୍ୱର ପରିବର୍ତ୍ତନରେ ବ୍ରହ୍ମ କେବେ ପ୍ରଭାବିତ ହୋଇନଥାଏ। ବ୍ରହ୍ମ ଅବିନଶ୍ୱର ଅଟନ୍ତି, ଯାହା ପାଇଁ ତାଙ୍କୁ ଅକ୍ଷରମ୍ ମଧ୍ୟ କୁହାଯାଇଥାଏ। ବ୍ରହ୍ମ ଏପରି ଗୁଣର ଅଧିକାରୀ ଅଟନ୍ତି ଯାହା ମାୟା ଏବଂ ଜୀବର ଗୁଣରୁ ବହୁତ ଉର୍ଦ୍ଧ୍ୱରେ ଅବସ୍ଥିତ। ସେଥିପାଇଁ ଅନେକ ଜ୍ଞାନୀମାନେ ବ୍ରହ୍ମକୁ ସର୍ବଶ୍ରେଷ୍ଠ ରୂପେ ବିବେଚିତ କରି ପରମ ବୋଲି ମଧ୍ୟ କହିଥାନ୍ତି। ଆପଣ ମଧ୍ୟ ବନ୍ଧୁଗଣ ଏହି ଶବ୍ଦଟି ଅନେକ ଥର ଶୁଣିଥିବେ, ପରମ ବ୍ରହ୍ମ। ତାପରେ ପ୍ରଭୁ ଶ୍ରୀକୃଷ୍ଣ ଆଧ୍ୟାତ୍ମ ବିଷୟରେ କହୁଛନ୍ତି। ସେ କହୁଛନ୍ତି ବ୍ରହ୍ମର ଅନେକ ଲକ୍ଷଣ ବା ସ୍ୱଭାବ ମଧ୍ୟରୁ ଆଧ୍ୟାତ୍ମ ଗୋଟାଏ। ଯେପରି ଜଳର ସ୍ୱଭାବ ତୃଷ୍ଣା ମେଣ୍ଟାଇବା ଓ ଶୀତଳ ପ୍ରଦାନ କରିବା ଅଟେ, ନିଆଁର ସ୍ୱଭାବ ଜଳାଇବା ଅଟେ ଏବଂ ସୂର୍ଯ୍ୟର ସ୍ୱଭାବ ଆଲୋକ ପ୍ରଦାନ କରିବାର ଅଟେ, ସେପରି ବ୍ରହ୍ମର ସ୍ୱଭାବ ଆଧ୍ୟାତ୍ମ ଅଟେ। ଆଧ୍ୟାତ୍ମିକ ପଥକୁ ବା ଆତ୍ମାର ବିଜ୍ଞାନକୁ ଆଧ୍ୟାତ୍ମ କୁହାଯାଇଥାଏ। ଯେତେବେଳେ ଆପଣ ଶରୀର, ମନ ଓ ଆତ୍ମାକୁ ଜାଣିପାରିଥିବେ, ସେତେବେଳେ ଆପଣ ଆଧ୍ୟାତ୍ମିକ ପଥରେ ଅଗ୍ରସର ହୋଇଥାନ୍ତି। ଏବଂ ତାପରେ ପ୍ରଭୁ ଶ୍ରୀକୃଷ୍ଣ କର୍ମ ବିଷୟରେ କହୁଛନ୍ତି। ସେ କହୁଛନ୍ତି ମନୁଷ୍ୟ ନିଜ ଦ୍ୱାରା କରୁଥିବା କାର୍ଯ୍ୟକୁ କର୍ମ କୁହାଯାଏ। ବନ୍ଧୁଗଣ, ଆପଣଙ୍କ ପ୍ରକୃତ ପରିଚୟ ଆପଣଙ୍କ ନାମରୁ ହୋଇନଥାଏ, ବରଂ କର୍ମରୁ ହୋଇଥାଏ। ଅତଏବ କର୍ମ କୌଣସି ଜୀବର ଜନ୍ମ ଜନ୍ମ ଧରି ଅସ୍ତିତ୍ୱକୁ ନିର୍ଦ୍ଧାରଣ କରିଥାଏ। ଏହି କର୍ମ ଜୀବକୁ ମାଇକ ଜଗତରେ ବା ସଂସାରର ଚକ୍ରରେ ଘୁରାଇ ବୁଲୁଥାଏ। ଶିକ୍ଷା ସେହି ସର୍ବଶ୍ରେଷ୍ଠ ଅବିନଶ୍ୱର ସତ୍ତାକୁ ବ୍ରହ୍ମ କୁହାଯାଏ। ଜୀବର ନିଜସ୍ୱ ସତ୍ତାକୁ ଆଧ୍ୟାତ୍ମ କୁହାଯାଏ। ଜୀବର ଭୌତିକ ବ୍ୟକ୍ତିତ୍ୱର ଅଭିବୃଦ୍ଧି ନିମନ୍ତେ କରାଯାଉଥିବା କାର୍ଯ୍ୟକୁ କର୍ମ ବା ଫଳଦାୟକ କର୍ମ କୁହାଯାଏ। The supreme indestructible entity is called Brahman. One's own self is called Adhyatma. Actions pertaining to the material personality of living beings and its development are called karma or fruitive activities. Hare Krishna. Adhibhutam ksharo bhavaha पुरुषश्चाधिदैवतम् अधियज्ञोऽहमेवात्र देहे देहभृताम्बर। ବନ୍ଧୁଗଣ, ଏହି ଶ୍ଲୋକରେ ପ୍ରଭୁ ଶ୍ରୀକୃଷ୍ଣ ଅଧିଭୂତ, ଅଧିଦୈବ ଏବଂ ଅଧିଯଜ୍ଞ ବିଷୟରେ ବର୍ଣ୍ଣନା କରୁଛନ୍ତି। ପ୍ରଥମେ ସେ ଅଧିଭୂତ ବିଷୟରେ କହୁଛନ୍ତି। ବିଶ୍ୱର ପାଞ୍ଚଟି ତତ୍ତ୍ୱ ହେଲା ପୃଥିବୀ, ଜଳ, ଅଗ୍ନି, ବାୟୁ ଏବଂ ଆକାଶ, ଏବଂ ଏହାକୁ ହିଁ ଅଧିଭୂତ କୁହାଯାଏ। ତାପରେ ଆମେ ଅଧିଦୈବ ବିଷୟରେ ଦେଖିବା। ପ୍ରଭୁ ଶ୍ରୀକୃଷ୍ଣ କହୁଛନ୍ତି ବିରାଟ ପୁରୁଷ ଯାହା ପରମେଶ୍ୱରଙ୍କର ବିଶ୍ୱରୂପ ଅଟେ
ଏବଂ ଯାହାଙ୍କଠାରେ ସମଗ୍ର ଭୌତିକ ଜଗତର ସୃଷ୍ଟି ସନ୍ନିବିଷ୍ଟ ହୋଇଥାଏ ତାକୁ ଅଧିଦୈବ କୁହାଯାଏ। ସ୍ୱର୍ଗର ସମସ୍ତ ଦେବୀ ଦେବତାଗଣ ଯିଏକି ବିଶ୍ୱର ବିଭିନ୍ନ ବିଭାଗକୁ ନିୟନ୍ତ୍ରଣ କରିଥାନ୍ତି, ସେମାନଙ୍କର ଶାସକ ମଧ୍ୟ ଅଧିଦୈବ ବା ବିରାଟ ପୁରୁଷ ପରମେଶ୍ୱର ଅଟନ୍ତି। ଏବଂ ଏବେ ଆମେ ଦେଖିବା ଅଧିଯଜ୍ଞ କ'ଣ ଅଟେ। ପରମ ବ୍ରହ୍ମ ଶ୍ରୀକୃଷ୍ଣ ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପରେ ନିବାସ କରିଥାନ୍ତି ଏବଂ ତାକୁ ହିଁ ଅଧିଯଜ୍ଞ କୁହାଯାଏ। ଆମ ସମସ୍ତଙ୍କ ଶରୀର ମଧ୍ୟରେ ଆତ୍ମା ରହିଥାଏ ଏବଂ ଆତ୍ମା ଭିତରେ ପରମ ବ୍ରହ୍ମ ଶ୍ରୀକୃଷ୍ଣଙ୍କ ତତ୍ତ୍ୱ ଥାଏ, ଯାହାକୁ ପରମାତ୍ମା କୁହାଯାଏ। ଆମେ ଅନେକ ପ୍ରକାର ଯଜ୍ଞ ଏବଂ ଯଜ୍ଞାଦି କର୍ମ କରିଥାଉ, ଯେଉଁଥିରେ ପରମାତ୍ମା ସନ୍ତୁଷ୍ଟ ହୋଇଥାନ୍ତି। ଅତଏବ ସମସ୍ତ ଯଜ୍ଞ ଏବଂ ଯଜ୍ଞାଦି କର୍ମର ଅଧିଷ୍ଠାତା ଦେବ ସେ ଅଟନ୍ତି ଏବଂ ସେ ହିଁ ସମସ୍ତ କର୍ମର ଫଳ ପ୍ରଦାନ କରିଥାନ୍ତି। ଶେଷରେ ଅର୍ଜୁନ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଗୋଟାଏ ପ୍ରଶ୍ନ ପଚାରିଥିଲେ ଯେ ମୃତ୍ୟୁ ପରେ ଜଣେ ବ୍ୟକ୍ତି ଭଗବାନଙ୍କୁ ସ୍ମରଣ କରିବ କିପରି, ଏବଂ ତାର ଉତ୍ତର ପ୍ରଭୁ ଶ୍ରୀକୃଷ୍ଣ ଏହାର ପରବର୍ତ୍ତୀ ଶ୍ଲୋକ 5-8 ଦେଉଛନ୍ତି। ଶିକ୍ଷା ପରିବର୍ତ୍ତନଶୀଳ ଭୌତିକ ଶରୀରକୁ ଅଧିଭୂତ କୁହାଯାଏ। ପରମେଶ୍ୱରଙ୍କର ବିଶ୍ୱରୂପ ଯିଏ ସୃଷ୍ଟିର ଦେବତାଗଣଙ୍କର ଅଧ୍ୟକ୍ଷ ଅଟନ୍ତି ତାକୁ ଅଧିଦୈବ କୁହାଯାଏ। ଏବଂ ମୁଁ ଯିଏକି ସମସ୍ତଙ୍କ ହୃଦୟରେ ନିବାସ କରେ ଏବଂ ଯିଏ ସମସ୍ତ ଯଜ୍ଞର ଅଧିଷ୍ଠାତା ଅଧିଯଜ୍ଞ ଅଟେ। The physical manifestation that is constantly changing is called Adhibhuta. The universal form of God which presides over the celestial God in the creation is called Adhidaiva. I, who dwell in the heart of every living being, am called Adhijagya, or the Lord of all sacrifice. Hare Krishna. अन्तकाले च मामेव स्मरन् मुक्त्वा कलेवरम् यः प्रयाति समद्भावम् याति नास्त्यत्र संशयः। বন্ধুগণ, এই শ্লোক সংখ্যা 5ରୁ ଶ୍ଲୋକ ସଂଖ୍ୟା 8 ପର୍ଯ୍ୟନ୍ତ ପ୍ରଭୁ ଶ୍ରୀକୃଷ୍ଣ ବିଶ୍ଳେଷଣ କରୁଛନ୍ତି ଯେ ମୃତ୍ୟୁ ସମୟରେ ଜଣେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରିବ କିପରି। ଏହି ଶ୍ଲୋକରେ ପ୍ରଭୁ ଶ୍ରୀକୃଷ୍ଣ କହୁଛନ୍ତି, ଯିଏ ଅନ୍ତ ସମୟରେ ବା ମୃତ୍ୟୁ ସମୟରେ ମୋତେ ସ୍ମରଣ କରିଥାଏ ସେ ମୋ ପାଖରେ ସମାହିତ ହୋଇଥାଏ ଏବଂ ମୋତେ ପ୍ରାପ୍ତ କରିଥାଏ। ବନ୍ଧୁଗଣ, ଏହାର ଅର୍ଥ ହେଲା ମୃତ୍ୟୁ ସମୟରେ ଯଦି ଜଣେ ଭଗବାନଙ୍କର ଦିବ୍ୟ ନାମ, ରୂପ, ଗୁଣ, ଲୀଳା ଓ ଧାମର ଚିନ୍ତନରେ ନିମଗ୍ନ ରହିପାରିଥାଏ, ତେବେ ସେ ତାର ଭଗବତ ପ୍ରାପ୍ତିର ଲକ୍ଷ୍ୟକୁ ପ୍ରାପ୍ତ କରିଥାଏ। ଏହି ଶ୍ଲୋକରେ ଅନେକ ଅଳ୍ପ ବୁଦ୍ଧି ମନୁଷ୍ୟ ଭାବିପାରନ୍ତି ଯେ ଜୀବନ ସାରା ଯାହା ଇଚ୍ଛା କର୍ମ କର ଏବଂ ମୃତ୍ୟୁ ସମୟରେ କେବଳ ଭଗବାନଙ୍କୁ ସ୍ମରଣ କରି ଭଗବତ ପ୍ରାପ୍ତକୁ ଗ୍ରହଣ କର। କିନ୍ତୁ ଏହା ଏତେ ସହଜ ନୁହେଁ ବନ୍ଧୁଗଣ, କାରଣ ମୃତ୍ୟୁ ସମୟରେ ମନୁଷ୍ୟର ସ୍ମରଣ ଶକ୍ତି ଅତି କ୍ଷୀଣ ହୋଇଯାଇଥାଏ, ଯାହାଦ୍ୱାରା ତାକୁ ମାତ୍ର ସେସବୁ ଜିନିଷ ମନେ ରଖିଥାଏ ଯାହା ସେ ଜୀବନ ସାରା କରିଆସିଅଛି। ଅତଏବ ଭଗବାନଙ୍କୁ ମୃତ୍ୟୁ ସମୟରେ ସ୍ମରଣ କରିବା ପାଇଁ ତାଙ୍କ ସହିତ ଜୀବନ ସାରା ସଂଯୋଗ ହୋଇ ବା ତାଙ୍କର ଧ୍ୟାନ କରି ରଖିବା ଉଚିତ। ଶିକ୍ଷା ଯେଉଁମାନେ ମୃତ୍ୟୁ ସମୟରେ ମୋତେ ସ୍ମରଣ କରି ଶରୀର ତ୍ୟାଗ କରନ୍ତି ସେମାନେ ମୋତେ ପ୍ରାପ୍ତ କରନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ। Those who relinquish the body while remembering me at the moment of death will come to me. There is certainly no doubt about this. Hare Krishna. Yam yam vapi smaran bhavam त्यज त्यक्ते कलेवरम् तं तमेवैति कौन्तेय सदा सद्भाव भावितः। বন্ধুগণ,
ମୃତ୍ୟୁ ସମୟରେ ମୁଖ୍ୟତଃ ଯେଉଁ ବିଚାର ଆମ ମନକୁ ଅଧିକାର କରିଥାଏ ତା ଅନୁସାରେ ଆମର ପରବର୍ତ୍ତୀ ଜନ୍ମ ନିର୍ଦ୍ଧାରିତ ହୋଇଥାଏ। ମୃତ୍ୟୁ ସମୟରେ ଆମର ମନ ସ୍ୱାଭାବିକ ଭାବରେ ସେହି ଚିନ୍ତାଧାରା କରିଥାଏ ଯାହାର ଅଭ୍ୟାସ ଆମେ ଜୀବନ ସାରା କରିଥାଉ। ବ୍ୟକ୍ତିର ଜୀବନ ବ୍ୟାପୀ ଅଭ୍ୟାସ ଏବଂ ସଙ୍ଗର ପରିଣାମ ସ୍ୱରୂପ ଯାହାର ଚିନ୍ତନ ଏବଂ ଅନୁଧ୍ୟାନ ସେ ନିରନ୍ତର କରିଥାଏ ବା ଜୀବନ ସାରା କରିଥାଏ, ତାହା ହିଁ ତାର ଅନ୍ତିମ ବିଚାର ନିର୍ଦ୍ଧାରଣ କରିଥାଏ। ତାର ସଠିକ ଉଦାହରଣ ହେଲା ଜଡ଼ ଭରତ। ଭରତ ଜଣେ ରାଜା ଥିଲେ, କିନ୍ତୁ ଭଗବତ ପ୍ରାପ୍ତି କରିବା ଉଦ୍ଦେଶ୍ୟରେ ସେ ରାଜ୍ୟ ତ୍ୟାଗ କରି ବନରେ ସନ୍ନ୍ୟାସୀ ଭାବରେ ଜୀବନଯାପନ କଲେ। ଦିନେ ସେ ଗୋଟିଏ ହରିଣକୁ ବାଘର ଗର୍ଜନ ଶୁଣି ପାଣି ମଧ୍ୟକୁ ଡେଇଁ ପଡ଼ିବାରେ ଦେଖିଲେ। ଅତିଶୟ ଭୟ ଯୋଗୁଁ ଗର୍ଭିଣୀ ମୃଗଟି ଗର୍ଭରୁ ଗୋଟିଏ ଶାବକ ଜନ୍ମ ଲାଭ କରି ପାଣିରେ ଭାସିବାରେ ଲାଗିଲା। ଶାବକଟି ପ୍ରତି ଭରତଙ୍କ ମନରେ ଦୟା ଉତ୍ପନ୍ନ ହେଲା ଏବଂ ସେ ତାକୁ ପାଣିରୁ ଉଦ୍ଧାର କରି ତାଙ୍କ କୁଟୀରକୁ ଆଣି ତାର ଲାଳନ ପାଳନ କଲେ। ଧୀରେ ଧୀରେ ତାଙ୍କ ମନ ଭଗବାନଙ୍କ ଠାରୁ ହଟିଯାଇ ସେହି ହରିଣଠାରେ କେନ୍ଦ୍ରିତ ହେବାକୁ ଲାଗିଲା। ହରିଣ ପ୍ରତି ତାଙ୍କର ଭାବ ଏତେ ଗଭୀର ହେଲା ଯେ ସେ ଦିନ ସାରା ତାଙ୍କର ମନ ସେହି ହରିଣ ବିଷୟରେ ହିଁ ଚିନ୍ତା କଲା। ଏବଂ ଯେତେବେଳେ ଭରତଙ୍କ ମୃତ୍ୟୁ ସମୟ ଆସିଲା, ହରିଣଟି ପ୍ରତି ତାଙ୍କର ମମତା ଏବଂ ଚିନ୍ତା ଯୋଗୁଁ ସେ ତାକୁ ପାଖକୁ ଡାକିଲେ, ଯାହା ପରିଣାମ ସ୍ୱରୂପ ପରବର୍ତ୍ତୀ ଜନ୍ମରେ ସେ ମୃଗ ଯୋନିରେ ଜନ୍ମଗ୍ରହଣ କଲେ। ଯେହେତୁ ସେ ମୃତ୍ୟୁ ସମୟରେ ହରିଣର ଚିନ୍ତାଧାରା କରିଥିଲେ ବନ୍ଧୁଗଣ, ସେଥିପାଇଁ ତାଙ୍କ ପରବର୍ତ୍ତୀ ଜନ୍ମ ମୃଗ ଯୋନିରେ ଜନ୍ମ ହେଲା। କିନ୍ତୁ ଯେହେତୁ ସେ ଭଗବତର ସାଧନା ମଧ୍ୟ କରିଥିଲେ, ସେଥିପାଇଁ ପୂର୍ବ ଜନ୍ମର ସମସ୍ତ ତ୍ରୁଟି ସମ୍ପର୍କରେ ସେ ସଚେତନ ଥିଲେ, ଯାହା ପାଇଁ ହରିଣ ହେଲେ ମଧ୍ୟ ସେ ଜଙ୍ଗଲରେ ସାଧୁମାନଙ୍କର ଆଶ୍ରମ ପାଖରେ ରହୁଥିଲେ। ହରିଣ ଶରୀର ତ୍ୟାଗ କରିବା ପରେ ପୁନର୍ବାର ସେ ମନୁଷ୍ୟ ଜନ୍ମ ପ୍ରାପ୍ତ କରିଥିଲେ ଏବଂ ଏଥର ସେ ବିଖ୍ୟାତ ସନ୍ଥ ଜଡ଼ ଭରତ ହେଲେ ଏବଂ ସାଧନା ସମାପ୍ତ କରି ଭଗବତର ପ୍ରାପ୍ତି କଲେ। ଏହି ଶ୍ଲୋକ ପାଠ କରି ଜଣେ ଏହା ଭାବିବା କଥା ନୁହେଁ ଯେ କେବଳ ମୃତ୍ୟୁ ସମୟରେ ହିଁ ପରମେଶ୍ୱରଙ୍କର ଧ୍ୟାନ କରିବା ଆବଶ୍ୟକ। ଜୀବନ ବ୍ୟାପୀ ପ୍ରସ୍ତୁତି ବିନା ଏହା ଅସମ୍ଭବ ଅଟେ। ସ୍କନ୍ଧ ପୁରାଣରେ କୁହାଯାଇଛି ଯେ ମୃତ୍ୟୁ ସମୟରେ ଭଗବାନଙ୍କୁ ମନେ ପକାଇବା ଅତ୍ୟନ୍ତ କଷ୍ଟସାଧ୍ୟ ଅଟେ। ଅତଏବ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଆମେ ନିଶ୍ଚିତ ଭାବରେ ଭଗବାନଙ୍କର ସ୍ମରଣ ଏବଂ ଚିନ୍ତନ କରିବା ଆବଶ୍ୟକ। ଶିକ୍ଷା: ବ୍ୟକ୍ତି ମୃତ୍ୟୁ ସମୟରେ ଯାହା ସ୍ମରଣ କରି ଦେହ ତ୍ୟାଗ କରେ, ସର୍ବଦା ସେହି ଚିନ୍ତନରେ ନିମଗ୍ନ ରହିଥିବା ଯୋଗୁଁ ସେ ସେହି ଅବସ୍ଥାକୁ ପ୍ରାପ୍ତ କରିଥାଏ। Whatever one remembers upon giving up the body at the time of death, one attains that state, being always absorbed in such contemplation. Hare Krishna. तस्मात् सर्वेषु कालेषु मामनुस्मरयुध्य च मयर्पितमनो बुद्धिः मामे वैश्यस्य संशयम्। ଏହା ଏକ ମହତ୍ୱପୂର୍ଣ୍ଣ ଶ୍ଲୋକ ଅଟେ ବନ୍ଧୁଗଣ। ଏଠାରେ ପ୍ରଭୁ ଶ୍ରୀକୃଷ୍ଣ କହୁଛନ୍ତି, ତମ ପାଖରେ ମନ ଅଛି ଏବଂ ଶରୀର ଅଛି, ଅତଏବ ଶରୀର ଦ୍ୱାରା ତୁମେ ତୁମର ସାଂସାରିକ କର୍ମ କର ଏବଂ ମନକୁ ମୋ ଠାରେ ଆସକ୍ତି କରି ରଖ। ଏହା ଜୀବନର ସମସ୍ତ କ୍ଷେତ୍ରରେ ପ୍ରଯୁଜ୍ୟ ଅଟେ, ଯେପରିକି ଡାକ୍ତର, ଇଞ୍ଜିନିୟର, ଓକିଲ, ଗୃହିଣୀ, ଛାତ୍ର ଏବଂ ଆମ ସମସ୍ତଙ୍କ ପାଇଁ ମଧ୍ୟ। ଅର୍ଥାତ୍ ବନ୍ଧୁଗଣ, ଆପଣ ଯେକୌଣସି କର୍ମ କରନ୍ତୁ ନା କାହିଁକି, ଯଦି ଆପଣ ସେହି କର୍ମକୁ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ସମର୍ପିତ କରିଦେବେ, ତାହେଲେ ଆପଣ ଭୌତିକ ବା ସାଂସାରିକ ଜଗତରେ ରହି ମଧ୍ୟ ଶ୍ରୀକୃଷ୍ଣଙ୍କ ସହିତ ସର୍ବଦା ସଂଯୁକ୍ତ ହୋଇ ରହିପାରିବେ। ଏହିପରି ଭାବରେ ଆମେ ଯେତେବେଳେ କର୍ମଯୋଗର ଅଭ୍ୟାସ କରିବା,
କର୍ମଯୋଗ ଅର୍ଥାତ୍ ଶରୀରକୁ ସାଂସାରିକ କର୍ମରେ ଓ ମନକୁ ପରମେଶ୍ୱରଙ୍କ ଠାରେ ନିୟୋଜିତ ରଖି ଯେତେବେଳେ କର୍ମ କରିବା ତେବେ ସାଂସାରିକ କର୍ମ ଅବହେଳିତ ହେବ ନାହିଁ, କାରଣ ଶରୀର ସେଥିରେ ନିୟୋଜିତ ରହିଥିବ। ମନ ଯେହେତୁ ଭଗବାନଙ୍କ ଠାରେ ଆସକ୍ତି ଥିବ, ସେହି ସବୁ କର୍ମ ବନ୍ଧନକାରକ ହେବ ନାହିଁ, କାରଣ ଆସକ୍ତିଯୁକ୍ତ କର୍ମ ହିଁ ବନ୍ଧନକାରକ ହୋଇଥାଏ। ଯେତେବେଳେ ଆସକ୍ତି ନଥାଏ, ସାଂସାରିକ ନିୟମ ଅନୁଯାୟୀ ମଧ୍ୟ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୁଏ ନାହିଁ। ଉଦାହରଣତଃ ବନ୍ଧୁଗଣ, ମନେ କରନ୍ତୁ ଜଣେ ବ୍ୟକ୍ତି ଅନ୍ୟ ଜଣକୁ ହତ୍ୟା କରିଦେଲା ଏବଂ ତାକୁ ଯେତେବେଳେ କୋର୍ଟକୁ ଅଣାଗଲା, ବିଚାରପତି ତାଙ୍କୁ ପଚାରିଲେ, ତୁମେ କ'ଣ ତାଙ୍କୁ ହତ୍ୟା କରିଛ? ବ୍ୟକ୍ତି ଜଣକ କହିଲା, ହଁ ମହାଶୟ, ମୁଁ ତାର ହତ୍ୟା କରିଛି। ତାହେଲେ ତୁମେ ଦଣ୍ଡ ନିଶ୍ଚୟ ପାଇବ। କିନ୍ତୁ ଯଦି ଆପଣ କହିବେ, ନା ମହାଶୟ, ଆପଣ ମୋତେ ଦଣ୍ଡ ଦେଇପାରିବେ ନାହିଁ, କାରଣ ମୋର ତାକୁ ମାରିବାର କୌଣସି ଉଦ୍ଦେଶ୍ୟ ନଥିଲା। ମୁଁ ରାସ୍ତାର ଠିକ୍ ପାର୍ଶ୍ୱରେ ଗାଡ଼ି ଚଲାଉଥିଲି, ଗାଡ଼ିର ଗତି ଠିକ୍ ଥିଲା, ଗାଡ଼ିର ସୀମା ମଧ୍ୟ ଠିକ୍ ଥିଲା, ମୁଁ ଆଗକୁ ଚାହିଁ ଠିକ୍ ହିସାବରେ ଗାଡ଼ି ଚଲାଉଥିଲି, ମୋର ବ୍ରେକ୍, ଷ୍ଟିୟରିଂ ସବୁକିଛି ଠିକ୍ ଥିଲା। ସେଇ ଲୋକଟି ହଠାତ୍ ମୋ କାର୍ ସାମ୍ନାକୁ ଆସି ଦୌଡ଼ି ଆସିଲା, ମୁଁ କ'ଣ କରିଥାନ୍ତି? ବ୍ୟକ୍ତି ଜଣକ ଓକିଲ ଯଦି ଏହା ସିଦ୍ଧ କରିପାରିବେ ଯେ ବାସ୍ତବରେ ତାର ହତ୍ୟା କରିବାର ଉଦ୍ଦେଶ୍ୟ ନଥିଲା, ତେବେ ବିଚାରପତି ତାକୁ ସାମାନ୍ୟତମ ଦଣ୍ଡ ଦେଇ ମୁକ୍ତ କରିଦେବେ। ଅର୍ଥାତ୍ ବନ୍ଧୁଗଣ, ଯଦି ଆପଣ କୌଣସି ଉଦ୍ଦେଶ୍ୟ ରଖି ହତ୍ୟା କରିଛନ୍ତି, ଆପଣଙ୍କୁ ଦଣ୍ଡ ନିଶ୍ଚୟ ମିଳିବ। କିନ୍ତୁ ଆପଣ ବିନା ଉଦ୍ଦେଶ୍ୟରେ ଯଦି ତାର ହତ୍ୟା ହୋଇଯାଇଛି, ତାହେଲେ ଆପଣଙ୍କୁ ଦଣ୍ଡ ମିଳିବ ନାହିଁ। ଠିକ୍ ସେହିପରି ଆପଣ ଯାହା କିଛି କର୍ମ କରନ୍ତୁ ନା କାହିଁକି, ଯଦି ତାର ଫଳ ପ୍ରତି ଆସକ୍ତି ଅଛି, ତାହେଲେ ତାହା ମୂଲ୍ୟହୀନ। କିନ୍ତୁ ଯଦି ଆପଣଙ୍କ ମନରେ କୌଣସି ପ୍ରକାର ଆସକ୍ତି ବା ଫଳର ଲାଭ ନଥାଏ, ତାହେଲେ ଆପଣ ସଠିକ୍ କର୍ମଯୋଗକୁ ପାଳନ କରୁଛନ୍ତି। ଏବଂ ଯେହେତୁ ଆପଣଙ୍କ ମନ ପ୍ରଭୁ ଶ୍ରୀକୃଷ୍ଣଠାରେ ଆସକ୍ତ ହୋଇ ରହିଅଛି ବା ଲୀନ ହୋଇ ରହିଅଛି, ସେଥିପାଇଁ ଆପଣଙ୍କୁ କର୍ମର ଫଳ ବା ଆସକ୍ତି କେବେ ବି ଆସିବନି। ଉଦାହରଣତଃ ଆପଣ ଦେଖିଥିବେ ବନ୍ଧୁଗଣ, ପ୍ରଥମେ ଗାଁର ମହିଳାମାନେ ଅନେକ ଦୂରକୁ ଯାଇ ମାଠିଆରେ ପାଣି ଆଣୁଥିଲେ। ସେମାନେ ପାଣି ଭରିବା ପରେ ମୁଣ୍ଡରେ 2ରୁ 3ଟି ମାଠିଆ ରଖି ଘରକୁ ପ୍ରସ୍ଥାନ କରିଥାନ୍ତି। ଆପଣ ଦେଖିବେ ମୁଣ୍ଡରେ ମାଠିଆ ଧରି, ଗୋଟାଏ ହାତରେ ଶିଶୁକୁ ଧରି ସେମାନେ ଚାଲୁଛନ୍ତି ଏବଂ ଅନ୍ୟ ମହିଳା ସହିତ କଥାବାର୍ତ୍ତା ମଧ୍ୟ କରୁଛନ୍ତି। ଏଠାରେ ସେମାନେ ଅନେକ କର୍ମ କରୁଛନ୍ତି, ଯେପରି ଚାଲିବା, ଅନ୍ୟ ମହିଳା ସହିତ କଥା ହେବା, ନିଜର ଶିଶୁକୁ ଧ୍ୟାନପୂର୍ବକ ଧରି ରଖିବା ଇତ୍ୟାଦି। ଏ ସମସ୍ତ କର୍ମ କରି ମଧ୍ୟ ତାଙ୍କର ଧ୍ୟାନ ମାଠିଆ ଉପରେ ସ୍ଥିର ରହିଛି, ଯାହା ପାଇଁ ମାଠିଆଟି ପଡ଼ିଯାଉନି। ଏଠାରେ ଆପଣ ମାଠିଆ ଜାଗାରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଭାବିପାରନ୍ତି। ଅର୍ଥାତ୍ ଯେପର୍ଯ୍ୟନ୍ତ ଆମ ମନରେ ପ୍ରଭୁ ଶ୍ରୀକୃଷ୍ଣ ଅଛନ୍ତି, ସେ ପର୍ଯ୍ୟନ୍ତ ଆଉ ଅନ୍ୟ କିଛି ଆମର ବାଧା ହୋଇପାରିବ ନାହିଁ। କିନ୍ତୁ ଯଦି ଆକସ୍ମିକ ଭାବେ ଆପଣ ତାଙ୍କୁ ମନରୁ ହଟାଇ ଦେବେ, ତେବେ ଅନେକ ବାଧା ଯେପରି କାମ, କ୍ରୋଧ, ଲୋଭ, ଈର୍ଷା, ଘୃଣା ଇତ୍ୟାଦି ଆପଣଙ୍କ ମନରେ ଆସିଯିବ ଓ ଆପଣ ପୁଣି ଭୌତିକ ସଂସାରର ମାୟାରେ ଫସିଯିବେ। ଶିକ୍ଷା, ତୁମେ ସଦାସର୍ବଦା ମୋର ସ୍ମରଣ କର ଏବଂ ନିଜର କର୍ତ୍ତବ୍ୟ ଭାବରେ ଯୁଦ୍ଧ କର। ମନ ଓ ବୁଦ୍ଧିକୁ ମୋଠାରେ ସମର୍ପଣ ରଖିବା ଦ୍ୱାରା ତୁମେ ନିଶ୍ଚୟ ରୂପେ ମୋତେ ପ୍ରାପ୍ତ କରିବ, ଏଥିରେ ସନ୍ଦେହ ନାହିଁ। Always remember me and also do your duty of fighting the war. With mind and intellect surrender to me, you will definitely attain me. Of this there is no doubt. Hare Krishna. अभ्यासयोगयुक्तेन चेतसा नान्यगामिना परमं पुरुषं दिव्यं याति पार्थानुचिन्तयन्। ବନ୍ଧୁଗଣ, ଏହି ଶ୍ଲୋକରେ ପ୍ରଭୁ ଶ୍ରୀକୃଷ୍ଣ ଅଭ୍ୟାସ ଦ୍ୱାରା କିପରି ଆମେ ଭଗବାନଙ୍କୁ ସଦା ସର୍ବଦା ସ୍ମରଣ କରିପାରିବା ତା ବିଷୟରେ ଜ୍ଞାନ ଦେଉଛନ୍ତି। ଭଗବତ ଗୀତାରେ ଅନେକ ସ୍ଥାନରେ ଭଗବାନଙ୍କର ସ୍ମରଣ ସଦା ସର୍ବଦା କିପରି କରାଯାଇପାରେ ତାର ନିର୍ଦ୍ଦେଶ ଦିଆଯାଇଛି। ତା ମଧ୍ୟରୁ କେତୋଟି ମହତ୍ତ୍ୱପୂର୍ଣ୍ଣ ଶ୍ଲୋକ ହେଲା, ଅନନ୍ୟଚେତଃ ସତତଂ ମୟେବ ମନ ଆଧତ୍ସ୍ୱ ତେଷାଂ ସତତ ୟୁକ୍ତାନାଂ।
ଅଭ୍ୟାସ ଅର୍ଥାତ୍ ମନକୁ ପ୍ରଶିକ୍ଷଣ କରିବା ଏବଂ ଭଗବାନଙ୍କ ଧ୍ୟାନ କରିବାରେ ମନକୁ ଅଭ୍ୟସ୍ତ କରି ରଖିବା। ଏହିପରି ଅଭ୍ୟାସ ଦିନର କେବଳ ଏକ ନିର୍ଦ୍ଦିଷ୍ଟ ସମୟରେ ବା କୌଣସି ସମୟ ବ୍ୟବଧାନରେ ନ କରି ପ୍ରତିଦିନ ଓ ଦୈନନ୍ଦିନ କର୍ମ କରିବା ସହିତ ସର୍ବଦା କରିବା ଉଚିତ। ମନ ଯେତେବେଳେ ଭଗବାନଙ୍କ ପ୍ରତି ଆସକ୍ତ ହୋଇଯିବ, ସେତେବେଳେ ସାଂସାରିକ କର୍ତ୍ତବ୍ୟ କରୁଥିଲେ ମଧ୍ୟ ତାହା ଶୁଦ୍ଧ ହୋଇଯିବ। ଏଠାରେ ଏହା ମନେ ରଖିବା ଉଚିତ ଯେ ଆମ ମନର ଚିନ୍ତନ ଅନୁସାରେ ଆମର ଭବିଷ୍ୟତ ରୂପାୟିତ ହୋଇଥାଏ, ଶାରୀରିକ କର୍ମ ଦ୍ୱାରା ନୁହେଁ। ମନର ହିଁ ଭକ୍ତି କରିବାକୁ ପଡ଼ିବ ଏବଂ ମନକୁ ହିଁ ଭଗବାନଙ୍କ ଶରଣାଗତ କରିବାକୁ ପଡ଼ିବ। ଭଗବାନଙ୍କ ସହିତ ମନ ଯେତେବେଳେ ପୂର୍ଣ୍ଣତଃ ପ୍ରାପ୍ତ କରିନେବ, ସେତେବେଳେ ଆମେ ତାଙ୍କର ଦିବ୍ୟ କୃପାକୁ ଲାଭ କରିପାରିବା। ଭଗବାନଙ୍କ କୃପାରୁ ମାଇକ ବନ୍ଧନରୁ ମୁକ୍ତ ହୋଇ ଆମେ ତାଙ୍କର ଅନନ୍ତ ଦିବ୍ୟ ଆନନ୍ଦକୁ, ଦିବ୍ୟ ଜ୍ଞାନକୁ ଏବଂ ଦିବ୍ୟ ପ୍ରେମକୁ ପ୍ରାପ୍ତ କରିପାରିବା ଏବଂ ଜୀବ ଏହି ଶରୀରରେ ହିଁ ଭଗବତ ପ୍ରାପ୍ତି କରିପାରିବ ଏବଂ ଦେହ ତ୍ୟାଗ କଲା ପରେ ସେ ଭଗବାନଙ୍କର ଲୋକ ବା ଗୋଲୋକ ଧାମକୁ ପ୍ରାପ୍ତ କରିବ। ଶିକ୍ଷା ଅଭ୍ୟାସ ଦ୍ୱାରା ତୁମେ ଯେତେବେଳେ ସର୍ବଦା ଅବିଚଳିତ ଭାବରେ ମୋର ପରମ ପୁରୁଷ ଭଗବାନଙ୍କର ଧ୍ୟାନ କରିବ, ନିଶ୍ଚିତ ରୂପେ ତୁମେ ମୋତେ ପ୍ରାପ୍ତ କରିବ। With practice, when you constantly engage the mind in remembering me, the Supreme Divine Personality, without deviating, you will certainly attain me. Hare Krishna. कविं पुराणमनुशासितारम् अणोरणीयां समनुस्मरेद्यः सर्वस्य धातारमचिन्त्य रूपम् आदित्यवर्णं तमसः परस्तात्। ବନ୍ଧୁଗଣ, ଶ୍ଲୋକ ସଂଖ୍ୟା 9ରୁ 13ରେ ଯୋଗ ମିଶ୍ର ଭକ୍ତି ଦ୍ୱାରା ପ୍ରଭୁ ଶ୍ରୀକୃଷ୍ଣଙ୍କୁ କିପରି ଭାବରେ ସ୍ମରଣ କରାଯାଏ ତା ବିଷୟରେ ବର୍ଣ୍ଣନା କରାଯାଇଛି ଏବଂ ଏହି ଶ୍ଲୋକରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ କେଉଁ କେଉଁ ଉପାୟରେ ସ୍ମରଣ କରାଯାଏ ତାର ବିଶ୍ଳେଷଣ କରାଯାଇଛି। ଭଗବାନଙ୍କ ଧ୍ୟାନ ଅନେକ ପ୍ରକାରର ହୋଇଥାଏ। ଜଣେ ଭଗବାନଙ୍କର ନାମ, ରୂପ, ଗୁଣ, ଲୀଳା, ଧାମ ବା ପରିକରକୁ ଧ୍ୟାନ କରିପାରେ ଓ ଭଗବାନଙ୍କ ସହ ସମ୍ବନ୍ଧିତ କୌଣସି ବି ବିଷୟ ଭଗବାନଙ୍କ ଠାରୁ ପୃଥକ ନୁହନ୍ତି। ଏମାନଙ୍କ ମଧ୍ୟରୁ କୌଣସିଠାରେ ମଧ୍ୟ ମନକୁ ଲଗାଇ ମନ ଦିବ୍ୟ ଜଗତରେ ପ୍ରବେଶ କରି ଶୁଦ୍ଧ ହୋଇପାରିବ। ଅର୍ଥାତ୍ ଆମ ଧ୍ୟାନର ବିଷୟ ଭାବରେ ଆମେ ଏମାନଙ୍କ ମଧ୍ୟରୁ କୌଣସି ଗୋଟିଏକୁ ଗ୍ରହଣ କରିପାରିବା। ଏହି ଶ୍ଲୋକରେ ଭଗବାନଙ୍କର 8 ଗୋଟି ଗୁଣର ବର୍ଣ୍ଣନା କରାଯାଇଛି। ପ୍ରଥମ ହେଲା କବି। କବି ଅର୍ଥ କାବ୍ୟ ରଚୟିତା ବା ବ୍ୟାପକ ଅର୍ଥରେ ସର୍ବଜ୍ଞ ଅଟେ। ଅର୍ଥାତ୍ ଭଗବାନ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତକୁ ଜାଣିଥାନ୍ତି। ଦ୍ୱିତୀୟରେ ପୁରାଣ। ପୁରାଣ ଅର୍ଥ ଯାହାର ଆରମ୍ଭ ନାହିଁ ବା ଯିଏ ସର୍ବପୁରାତନ ଅଟେ। ଭଗବାନ ଉଭୟ ମାଇକ ଓ ଦିବ୍ୟ ବସ୍ତୁର ଉଦ୍ଗମ ସ୍ଥଳ ଅଟନ୍ତି, କିନ୍ତୁ ଏପରି କୌଣସି ବସ୍ତୁ ନାହିଁ ଯାହାଠାରୁ ସେ ଉତ୍ପନ୍ନ ହୋଇଥାନ୍ତି ବା ତାଙ୍କର ପୂର୍ବରୁ ଥିଲା। ତୃତୀୟରେ ଅନୁଶାସିତାରମ୍। ଏହାର ଅର୍ଥ ଶାସକ। ଯେଉଁ ନିୟମ ଅନୁସାରେ ସମଗ୍ର ବ୍ରହ୍ମାଣ୍ଡ ଚାଲେ, ସେହି ସମସ୍ତ ନିୟମର ପ୍ରଣେତା ଭଗବାନ ଅଟନ୍ତି। ସେ ପ୍ରତ୍ୟକ୍ଷ ରୂପରେ ଏହାର ଶାସକ ଅଟନ୍ତି ଏବଂ ତାଙ୍କ ଦ୍ୱାରା ନିଯୁକ୍ତ ସ୍ୱର୍ଗର ଦେବତାମାନଙ୍କ ଦ୍ୱାରା ସେ କରିଥାନ୍ତି। ଅତଏବ ସବୁକିଛି ତାଙ୍କ ଶାସନର ପରିସରଭୁକ୍ତ ଅଟେ। ଚତୁର୍ଥରେ ଅଣୋରଣୀୟାନ୍। ଏହାର ଅର୍ଥ ହେଲା କ୍ଷୁଦ୍ରତମ ଠାରୁ ମଧ୍ୟ କ୍ଷୁଦ୍ର। କାରଣ ଆତ୍ମା ସ୍ଥୂଳ ପଦାର୍ଥ ଠାରୁ କ୍ଷୁଦ୍ରତମ ଅଟେ ଏବଂ ଯେହେତୁ ଭଗବାନ ଆତ୍ମା ମଧ୍ୟରେ ନିବାସ କରିଥାନ୍ତି, ସିଏ ଆତ୍ମା ଠାରୁ ମଧ୍ୟ କ୍ଷୁଦ୍ର ଅଟନ୍ତି। ପଞ୍ଚମରେ ସର୍ବସ୍ୟ ଧାତା। ଏହାର ଅର୍ଥ ହେଲା ସମସ୍ତଙ୍କର ଧାରକ। ସମୁଦ୍ର ତରଙ୍ଗମାନଙ୍କୁ ଧାରଣ କରିବା ଭଳିଆ ଭଗବାନ ସମଗ୍ର ସୃଷ୍ଟିକୁ ଧାରଣ କରିଥାନ୍ତି।
ଷଷ୍ଠରେ ଆମେ ଦେଖିବା ଅଚିନ୍ତ୍ୟ ରୂପମ୍ ଅର୍ଥାତ୍ ଅଚିନ୍ତନୀୟ ସ୍ୱରୂପ। ଆମର ବୁଦ୍ଧି କେବଳ ମାଇକ ବସ୍ତୁର ଚିନ୍ତା କରିପାରେ, କିନ୍ତୁ ଭଗବାନ ଆମ ମାଇକ କଳ୍ପନାର ଊର୍ଦ୍ଧ୍ୱରେ ସ୍ଥିତ। ତଥାପି ମଧ୍ୟ ସେ ଯଦି କୃପା କରି ତାଙ୍କର ଯୋଗମାୟା ଶକ୍ତି ଦ୍ୱାରା ଆମ ମନକୁ ଦିବ୍ୟ ଗୁଣଯୁକ୍ତ କରିଦିଅନ୍ତି, ତେବେ ତାଙ୍କ କୃପା ଦ୍ୱାରା ହିଁ ସେ ବୋଧଗମ୍ୟ ହୋଇଥାଏ। ସପ୍ତମରେ ଆଦିତ୍ୟ ବର୍ଣ୍ଣମ୍ ଅର୍ଥାତ୍ ସେ ସୂର୍ଯ୍ୟଙ୍କ ପରି ଉଜ୍ଜ୍ୱଳ। ଏବଂ ଅଷ୍ଟମରେ ତମସଃ ପରସ୍ତାତ୍, ଏହାର ଅର୍ଥ ହେଲା ଅଜ୍ଞାନ ଅନ୍ଧକାରର ଊର୍ଦ୍ଧ୍ୱରେ। ମେଘ ଢାଙ୍କି ହୋଇ ଅସ୍ପଷ୍ଟ ପ୍ରତୀତ ହେଲେ ମଧ୍ୟ ବନ୍ଧୁଗଣ, ସୂର୍ଯ୍ୟ କେବେ ବି ମେଘ ଦ୍ୱାରା ଆଚ୍ଛନ୍ନ ହୁଏ ନାହିଁ। ଠିକ୍ ସେହିପରି ଭଗବାନ ସଂସାରର ସଂସ୍ପର୍ଶରେ ଆସି ମଧ୍ୟ ମାୟା ଦ୍ୱାରା କେବେ ବି ଆଚ୍ଛନ୍ନ ହୁଅନ୍ତି ନାହିଁ। ଶିକ୍ଷା, ଭଗବାନ ସର୍ବଜ୍ଞ, ସର୍ବପୁରାତନ, ଶାସକ, ସୂକ୍ଷ୍ମତା ଠାରୁ ମଧ୍ୟ ସୂକ୍ଷ୍ମ, ସମସ୍ତଙ୍କ ପାଳନକର୍ତ୍ତା, କଳ୍ପନାତୀତ ସ୍ୱରୂପର ଅଧିକାରୀ, ସୂର୍ଯ୍ୟଙ୍କ ଠାରୁ ଉଜ୍ଜ୍ୱଳ ଏବଂ ଅଜ୍ଞାନୀ ରୂପୀ ଅନ୍ଧକାର ଠାରୁ ଊର୍ଦ୍ଧ୍ୱରେ ଥାଆନ୍ତି। God is omniscient, the most ancient one, the controller, subtler than the subtlest, the support of all, and the possessor of an inconceivable divine form. He is brighter than the sun and beyond all darkness of ignorance. Hare Krishna. प्रयाणकाले मनसा चलेन भक्त्या युक्तो योगबलेन चैव भ्रुवोर्मध्ये प्राणमावेश्य सम्यक् सतं परं पुरुषमुपैति दिव्यम्। ବନ୍ଧୁଗଣ, ଏହି ଶ୍ଲୋକରେ ପ୍ରଭୁ ଶ୍ରୀକୃଷ୍ଣ ଯୋଗ ମିଶ୍ର ଭକ୍ତି ବିଷୟରେ ବିଶ୍ଳେଷଣ କରୁଛନ୍ତି। ଭକ୍ତିରେ ଭଗବାନଙ୍କର ଦିବ୍ୟ ରୂପ, ଗୁଣ, ଲୀଳା ଆଦିରେ ମନକୁ କେନ୍ଦ୍ରିତ କରାଯାଇଥାଏ। ଆପଣଙ୍କୁ ବୁଝିବାକୁ ପଡ଼ିବ, ଶୁଦ୍ଧ ଭକ୍ତି ଏବଂ ଯୋଗ ମିଶ୍ର ଭକ୍ତି କାହାକୁ କୁହାଯାଏ। ଯେତେବେଳେ କେବଳ ଭକ୍ତି କରାଯାଏ ତାକୁ ଶୁଦ୍ଧ ଭକ୍ତି କୁହାଯାଇଥାଏ, ଏବଂ ଯେତେବେଳେ ଏହାକୁ ଅଷ୍ଟାଙ୍ଗ ଯୋଗ ସହିତ କରାଯାଇଥାଏ ତାହାକୁ ଯୋଗ ମିଶ୍ର ଭକ୍ତି କୁହାଯାଇଥାଏ। ଯୋଗ ମିଶ୍ର ଭକ୍ତି କିମ୍ବା ଅଷ୍ଟାଙ୍ଗ ଯୋଗରେ ପ୍ରାଣ ଶକ୍ତିକୁ ମେରୁଦଣ୍ଡ ସ୍ଥିତ ସୁଷୁମ୍ନା କାଣ୍ଡ ମଧ୍ୟ ଦେଇ ଊର୍ଦ୍ଧ୍ୱଗାମୀ କରାଯାଇଥାଏ। ଏହାକୁ ଦୁଇ ଭ୍ରୁଲତାର ମଧ୍ୟବର୍ତ୍ତୀ ସ୍ଥାନ ବା ତୃତୀୟ ଚକ୍ଷୁ, ଯାହାକୁ କି ଅନ୍ତର୍ଦୃଷ୍ଟି ମଧ୍ୟ କୁହାଯାଇଥାଏ, ତାଠାରେ କେନ୍ଦ୍ରିତ କରାଯାଇଥାଏ ଏବଂ ପୂର୍ଣ୍ଣ ଭକ୍ତି ସହିତ ପରମାତ୍ମାଙ୍କର ଧ୍ୟାନ କରାଯାଇଥାଏ। ଅତଏବ ବନ୍ଧୁଗଣ, ଅନ୍ତିମ ସମୟରେ ଯଦି ଆମେ ଯୋଗ ମିଶ୍ର ଭକ୍ତି ଦ୍ୱାରା ବା ଅଷ୍ଟାଙ୍ଗ ଯୋଗ ଦ୍ୱାରା ନିଜର ପ୍ରାଣ ଶକ୍ତିକୁ ଦୁଇ ଭ୍ରୁଲତାର ମଧ୍ୟବର୍ତ୍ତୀ ସ୍ଥାନରେ କେନ୍ଦ୍ରିତ କରି ପ୍ରାଣବାୟୁକୁ ତ୍ୟାଗ କରିଥାଉ, ତାହେଲେ ଆମେ ପରମାତ୍ମାଙ୍କୁ ହିଁ ପ୍ରାପ୍ତ କରିଥାଉ। ଶିକ୍ଷା, ଯେଉଁ ବ୍ୟକ୍ତି ମୃତ୍ୟୁ ସମୟରେ ଯୋଗ ଅଭ୍ୟାସ ଦ୍ୱାରା ନିଜର ପ୍ରାଣବାୟୁକୁ ଦୁଇ ଭ୍ରୁଲତାର ମଧ୍ୟରେ ସ୍ଥିର ରଖି ନିରନ୍ତର ଅତ୍ୟନ୍ତ ଭକ୍ତିଯୁକ୍ତ ହୋଇ ଦିବ୍ୟ ପରମାତ୍ମାଙ୍କର ସ୍ମରଣ କରିଥାଏ, ସେ ତାଙ୍କୁ ପ୍ରାପ୍ତ କରିଥାଏ। One who at the time of death with unmoving mind attained by the practice of yoga fixed the life years or pranavayu between the eyebrows and steadily remembers the divine Lord with great devotion certainly attains me. Hare Krishna. यदक्षरं वेदविदो वदन्ति विशन्ति यद्यत्तयो वितरागः यदिच्छन्तो ब्रह्मचर्यं चरन्ति तत्ते पदं संग्रहेण प्रवक्ष्ये। ବନ୍ଧୁଗଣ, ବେଦରେ ଭଗବାନଙ୍କୁ ଅନେକ ନାମରେ ବର୍ଣ୍ଣନା କରାଯାଇଛି, ଯେପରିକି ସତ୍, ଅଭ୍ୟାକୃତ,
ପ୍ରାଣ, ଇନ୍ଦ୍ର, ଦେବ, ବ୍ରହ୍ମ, ପରମାତ୍ମା, ଭଗବାନ, ପୁରୁଷ ଇତ୍ୟାଦି ଏବଂ ଅନେକ ସ୍ଥାନରେ ତାଙ୍କର ନିରାକାର ସ୍ୱରୂପକୁ ବର୍ଣ୍ଣନା କରିବା ସମୟରେ ତାଙ୍କୁ ଅକ୍ଷର ନାମରେ ମଧ୍ୟ ସମ୍ବୋଧନ କରାଯାଇଛି। ଅକ୍ଷର ଶବ୍ଦର ଅର୍ଥ ହେଲା ଅବିନଶ୍ୱର। ଆପଣ ଦେଖିବେ ବୃହଦାରଣ୍ୟକ ଉପନିଷଦରେ ଉଲ୍ଲେଖ ଅଛି, ଏତସ୍ୟ ବା ଅକ୍ଷରସ୍ୟ ପ୍ରଶାସନେ ଗାର୍ଗୀ ସୂର୍ୟୋ ଚନ୍ଦ୍ରମସ୍ୟୈ ତିଷ୍ଠତଃ। ଏହାର ଅର୍ଥ ହେଲା ଅକ୍ଷର ବ୍ରହ୍ମଙ୍କର ଶକ୍ତିଶାଳୀ ନିୟନ୍ତ୍ରଣରେ ସୂର୍ଯ୍ୟ ଚନ୍ଦ୍ର ତାଙ୍କର ପଥରେ ସ୍ଥିତ ରହିଥାନ୍ତି। ଏହି ଶ୍ଲୋକରେ ଶ୍ରୀକୃଷ୍ଣ ଯୋଗ ମିଶ୍ରିତ ଭକ୍ତି ବିଷୟରେ ବର୍ଣ୍ଣନା କରିଛନ୍ତି, ଯାହାଦ୍ୱାରା ନିରାକାର ବ୍ରହ୍ମଙ୍କୁ ପ୍ରାପ୍ତ କରାଯାଇପାରେ। ସଂଗ୍ରହେଣ ଶବ୍ଦର ଅର୍ଥ ହେଲା ସଂକ୍ଷିପ୍ତ। ଏହି ମାର୍ଗ ସମସ୍ତଙ୍କ ପାଇଁ ଉପଯୁକ୍ତ ହୋଇନଥିବାରୁ ଏହା ଉପରେ ଗୁରୁତ୍ୱ ନ ଦେଇ ସେ ଏହି ମାର୍ଗକୁ ସଂକ୍ଷେପରେ ବର୍ଣ୍ଣନା କରିଛନ୍ତି। ଏହି ମାର୍ଗରେ ବ୍ୟକ୍ତିଙ୍କୁ ସାଂସାରିକ କାମନା ତ୍ୟାଗ କରି ବ୍ରହ୍ମଚର୍ଯ୍ୟ ପାଳନ କରି ସଂଯମଯୁକ୍ତ ଜୀବନଯାପନ କରି କଠୋର ତପସ୍ୟା କରିବାକୁ ପଡ଼ିଥାଏ। ବ୍ରହ୍ମଚର୍ଯ୍ୟ ଦ୍ୱାରା ଦୈହିକ ଶକ୍ତି ସଞ୍ଚୟ ହୋଇ ସାଧନା ଦ୍ୱାରା ଆଧ୍ୟାତ୍ମିକ ଶକ୍ତିରେ ରୂପାନ୍ତରିତ ହୋଇଥାଏ। ବ୍ରହ୍ମଚର୍ଯ୍ୟ ପାଳନ କରୁଥିବା ସାଧକ ସ୍ମରଣ ଶକ୍ତି ଏବଂ ବୁଦ୍ଧିର ବିକାଶ କରି ଆଧ୍ୟାତ୍ମିକ ବିଷୟ ହୃଦୟଙ୍ଗମ କରିପାରିଥାନ୍ତି। ଶିକ୍ଷା ବେଦଜ୍ଞ ପଣ୍ଡିତମାନେ ତାଙ୍କୁ ଅକ୍ଷର କହନ୍ତି। ବଡ଼ ବଡ଼ ତପସ୍ୱୀମାନେ ତାଙ୍କ ମଧ୍ୟରେ ବା ବ୍ରହ୍ମ ମଧ୍ୟରେ ପ୍ରବେଶ କରିବା ପାଇଁ ସାଂସାରିକ ସୁଖ ତ୍ୟାଗ କରି ବ୍ରହ୍ମଚର୍ଯ୍ୟ ପାଳନ କରନ୍ତି। ମୁଁ ବର୍ତ୍ତମାନ ସଂକ୍ଷେପରେ ତୁମକୁ ସେହି ଲକ୍ଷ୍ୟର ମାର୍ଗ ବିଷୟରେ କହିବି। Scholars of the Vedas describe him as imperishable. Great ascetics practice the vow of celibacy and renounce worldly pleasure to enter into him. I shall now explain to you briefly the path to that goal. Hare Krishna. सर्वद्वाराणि संयम्य मनोहृदि निरुद्ध च मूर्ध्याधायात्मनः प्राणम् आस्थितो योगधारणाम्। ବନ୍ଧୁଗଣ, କୌଣସି ଭୌତିକ ବସ୍ତୁଠାରୁ ଶ୍ରେଷ୍ଠ ଆମର ଇନ୍ଦ୍ରିୟ ହୋଇଥାଏ। ଇନ୍ଦ୍ରିୟ ଠାରୁ ଶ୍ରେଷ୍ଠ ଆମର ମନ, ମନ ଠାରୁ ଶ୍ରେଷ୍ଠ ଆମର ବୁଦ୍ଧି, ବୁଦ୍ଧି ଠାରୁ ଶ୍ରେଷ୍ଠ ଆମର ଆତ୍ମା ଏବଂ ଆତ୍ମା ଠାରୁ ଶ୍ରେଷ୍ଠ ଆମ ପରମାତ୍ମା ହୋଇଥାନ୍ତି। ଅତଏବ କୌଣସି ବସ୍ତୁ ପ୍ରତି ଆମର ଚିନ୍ତନ ବା କାମନା ପ୍ରଥମେ ଆମର ଇନ୍ଦ୍ରିୟ ଦ୍ୱାରା ଉତ୍ପନ୍ନ ହୋଇଥାଏ। ଆମେ ପ୍ରଥମେ କୌଣସି ବସ୍ତୁକୁ ଦେଖୁ, ଶୁଣୁ, ସ୍ପର୍ଶ କରୁ, ଆସ୍ୱାଦନ କରୁ ଏବଂ ଆଘ୍ରାଣ କରୁ ଏବଂ ଇନ୍ଦ୍ରିୟମାନଙ୍କ ମାଧ୍ୟମରେ ସଂସାର ବା ସେ ବସ୍ତୁ ଆମର ମନ ମଧ୍ୟରେ ପ୍ରବେଶ କରିଥାଏ। ତାପରେ ମନ ସେହି ବସ୍ତୁର ଚିନ୍ତନ କରିଥାଏ ଏବଂ ବାରମ୍ବାର ଚିନ୍ତନ କରିବା ଦ୍ୱାରା ଆସକ୍ତି ଜାତ ହୋଇଥାଏ, ଯାହା ସେହି ବସ୍ତୁ ସମ୍ବନ୍ଧୀୟ ବିଚାରକୁ ଉତ୍ପନ୍ନ କରିଥାଏ। ତେଣୁ ମନକୁ ସଂସାର ଠାରୁ ଦୂରେଇ ରଖିବା ପାଇଁ ଇନ୍ଦ୍ରିୟ ନିଗ୍ରହର ଏକ ଗୁରୁତ୍ୱ ଭୂମିକା ଅଛି। ନଚେତ୍ ଧ୍ୟାନର ଅଭ୍ୟାସ କରିବାକୁ ଯାଇ ମନକୁ ଅନିୟନ୍ତ୍ରିତ ଇନ୍ଦ୍ରିୟମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ସାଂସାରିକ ବିଚାରର ସହିତ ଯୁଦ୍ଧ କରିବାକୁ ପଡ଼ିଯାଏ। ସେଥିପାଇଁ ଶ୍ରୀକୃଷ୍ଣ ଶରୀରର ଦ୍ୱାରମାନଙ୍କରେ ସୁରକ୍ଷା ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ସର୍ବଦ୍ୱାରାଣି ସଂୟମ୍ୟ ଶବ୍ଦର ଅର୍ଥ ଶରୀରର ପ୍ରବେଶ ଦ୍ୱାରକୁ ନିୟନ୍ତ୍ରିତ କରିବା, ଅର୍ଥାତ୍ ଇନ୍ଦ୍ରିୟମାନଙ୍କୁ ବହିର୍ମୁଖ ହେବାର ସହଜାତ ଅଭ୍ୟାସରୁ ବିରତ କରିବା। ଏବଂ ହୃଦି ନିରୁଦ୍ଧ ଅର୍ଥ ମନକୁ ହୃଦୟରେ ସ୍ଥିର କରିବା।
ଅର୍ଥାତ୍ ସମସ୍ତ ଆଧ୍ୟାତ୍ମିକ ଅନୁଭୂତିକୁ ମନରୁ ହୃଦୟ ମଧ୍ୟକୁ ପ୍ରେରିତ କରିବା, ଯେଉଁଠାରେ ଅକ୍ଷର ବ୍ରହ୍ମ ବିରାଜମାନ ହୋଇଥାନ୍ତି। ଯୋଗ ଧାରଣମ୍ର ଅର୍ଥ ମନକୁ ଭଗବାନଙ୍କ ସହିତ ଯୋଗ କରିବା, ଅର୍ଥାତ୍ ପୂର୍ଣ୍ଣ ଏକାଗ୍ରତା ସହିତରେ ତାଙ୍କର ଧ୍ୟାନ କରିବା। ଶିକ୍ଷା ସମସ୍ତ ଇନ୍ଦ୍ରିୟ ଦ୍ୱାରକୁ ସଂଯମ କରି ଏବଂ ମନକୁ ହୃଦୟରେ ସ୍ଥିର କରି ତତ୍ପଶ୍ଚାତ୍ ପ୍ରାଣବାୟୁକୁ ମସ୍ତିଷ୍କର ଉପରି ଭାଗରେ ସ୍ଥିର କରି ବ୍ୟକ୍ତି ସ୍ଥିର ଯୌଗିକ ଏକାଗ୍ରତାରେ ସ୍ଥିତ ରହିବା ଆବଶ୍ୟକ। Restraining all the gates of the body and fixing the mind in the heart region, and then drawing the life breath to the high head, one should get established in steadfast yogic concentration. Hare Krishna. ओमित्येकाक्षरं ब्रह्म व्याहरन् मामनुस्मरन् यः प्रयाति त्यजन् देहं स याति परमां गतिम्। ବନ୍ଧୁଗଣ, ପବିତ୍ର ଓଁକାର ଧ୍ୱନି ବ୍ରହ୍ମଙ୍କର ସାତ୍ବିକ ପରିପ୍ରକାଶକୁ ସୂଚିତ କରିଥାଏ, ଯାହା ନିର୍ଗୁଣ ନିରାକ୍ଷର ବ୍ରହ୍ମ ଅଟେ। ସୁତରାଂ ଏହା ଭଗବାନଙ୍କର ପରି ଅବିନଶ୍ୱର ଅଟେ। ଶ୍ରୀକୃଷ୍ଣ ଏଠାରେ ଅଷ୍ଟାଙ୍ଗ ଯୋଗ ସାଧନା ଅନ୍ତର୍ଗତ ଧ୍ୟାନ ବିଧିର ବର୍ଣ୍ଣନା କରିବାକୁ ଯାଇ କହୁଛନ୍ତି ଯେ କଠୋର ସଂଯମ ଏବଂ ବ୍ରହ୍ମଚର୍ଯ୍ୟ ପାଳନ କରିବା ପାଇଁ ମନକୁ ଭଗବାନଙ୍କ ଠାରେ କେନ୍ଦ୍ରିତ କରି ଓ ଓମ୍ ଶବ୍ଦର ଉଚ୍ଚାରଣ କରିବା ଉଚିତ। ବୈଦିକ ଶାସ୍ତ୍ରମାନଙ୍କରେ ଓମ୍ ଶବ୍ଦକୁ ଅନାହତ ନାଦ କୁହାଯାଇଥାଏ। ଏହା ସମଗ୍ର ସୃଷ୍ଟିରେ ବ୍ୟାପ୍ତ ଏବଂ ସାଧନା ସମ୍ପନ୍ନ ଯୋଗୀମାନେ ଏହାକୁ ଶୁଣିପାରିଥାନ୍ତି। ବେଦଶାସ୍ତ୍ର କହେ ଯେ ସର୍ବପ୍ରଥମେ ଭଗବାନ ଶବ୍ଦର ସୃଷ୍ଟି କଲେ, ଶବ୍ଦରୁ ଆକାଶର ସୃଷ୍ଟି କଲେ ଏବଂ ତାପରେ ସୃଷ୍ଟିର ପ୍ରକ୍ରିୟାରେ ଅଗ୍ରସର ହେଲେ। ସେହି ମୂଳ ଶବ୍ଦଟି ଓମ୍ ଥିଲା। ଏହାକୁ ବେଦର ମହାବାକ୍ୟ ବା ବିରାଟ ଶବ୍ଦ ତରଙ୍ଗ ମଧ୍ୟ କୁହାଯାଏ। ଏହାକୁ ବୀଜ ମନ୍ତ୍ର ମଧ୍ୟ କୁହାଯାଏ, କାରଣ ଅନେକ ସମୟରେ ରିଂ କ୍ଲିଂ ପରି ବେଦ ମନ୍ତ୍ରର ପ୍ରାରମ୍ଭରେ ଏହାକୁ ସଂଯୁକ୍ତ କରାଯାଇଥାଏ। ଓଂ ଧ୍ୱନି ତିନୋଟି ଅକ୍ଷରର ସମାହାର ଅଟେ, ଓ, ଉ, ମ। ଓମ୍ର ସଠିକ୍ ଉଚ୍ଚାରଣ କରିବାକୁ ଯାଇ ବ୍ୟକ୍ତି ଅ ଶବ୍ଦଟିକୁ ଉନ୍ମୁକ୍ତ ଗଳା ଓ ମୁଖରେ ଉଦରରୁ ଆରମ୍ଭ କରିଥାଏ। ଉ ଶବ୍ଦର ଉଚ୍ଚାରଣ ମୁଖର ମଧ୍ୟଭାଗରେ ସୃଷ୍ଟି ହୋଇ ମୁଖ ବନ୍ଦ କରି ମ ଶବ୍ଦର ଉଚ୍ଚାରଣ ସହିତ କ୍ରମଟି ଶେଷ ହୋଇଥାଏ। ଓ, ଉ, ମର ସମୀକ୍ଷା ଅନେକ ପ୍ରକାରରେ କରାଯାଇଥାଏ। ଭକ୍ତମାନଙ୍କ ପାଇଁ ଓମ୍ ଭଗବାନଙ୍କର ନିରାକାର ସ୍ୱରୂପର ନାମ ଅଟେ। ଅଷ୍ଟାଙ୍ଗ ଯୋଗ ସାଧନାରେ ଓମ୍ ଶବ୍ଦର ଧ୍ୟାନ କରାଯାଇଥାଏ ଏବଂ ଭକ୍ତି ଯୋଗରେ ଭକ୍ତ ଭଗବାନଙ୍କର ନାମ ଜପ କରିଥାଏ, ଯେପରିକି ରାମ, କୃଷ୍ଣ, ଶିବ ଇତ୍ୟାଦି। ଏହି ଦୁଇ ପ୍ରକାରର ଅନୁଭୂତି ମଧ୍ୟରେ ଥିବା ପାର୍ଥକ୍ୟ ଗର୍ଭରେ ଶିଶୁକୁ ଧାରଣ କରିବା ଏବଂ କୋଳରେ ଶିଶୁକୁ ଧାରଣ କରିବା ପରି ଅଟେ। କୋଳରେ ଶିଶୁକୁ ଧରିବା ଗର୍ଭରେ ତାହାକୁ ଧାରଣ କରିବାର ଅନୁଭୂତି ଠାରୁ ଅଧିକ ମଧୁର ଅଟେ। ଧ୍ୟାନର ଅନ୍ତିମ ନିର୍ଣ୍ଣୟ ମୃତ୍ୟୁ ଅଟେ। ବନ୍ଧୁଗଣ, ଯେଉଁମାନେ ମୃତ୍ୟୁର ଅସହ୍ୟ କଷ୍ଟ ସତ୍ତ୍ୱେ ମନକୁ ଭଗବାନଙ୍କ ଠାରେ କେନ୍ଦ୍ରିତ କରିପାରନ୍ତି, ସେମାନେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାନ୍ତି। ଶରୀର ତ୍ୟାଗ କରି ସେମାନେ ନିଜର ଚରମ ଲକ୍ଷ୍ୟ ପ୍ରାପ୍ତ କରନ୍ତି। ଏହା ଅତ୍ୟନ୍ତ ବିରଳ ଏବଂ ଜୀବନବ୍ୟାପୀ ସାଧନା ଅଟେ। ଶିକ୍ଷା ଯେଉଁ ବ୍ୟକ୍ତି ମୋତେ ଅଥବା ପରମ ପୁରୁଷ ଭଗବାନଙ୍କୁ ସ୍ମରଣ କରି ଏବଂ ଓଁ ଶବ୍ଦର ଉଚ୍ଚାରଣ କରି ଶରୀର ତ୍ୟାଗ କରେ, ସେ ନିଜର ଚରମ ଲକ୍ଷ୍ୟ ପ୍ରାପ୍ତ କରେ।
one who departs from the body while remembering me, the Supreme Personality, and chanting the syllable Om, will attain the supreme goal. Hare Krishna. अनन्यचेतः सततं यो मां स्मरति नित्यशः तस्याहं सुलभः पार्थ नित्ययुक्तस्य योगिनः। বন্ধুগণ, ভগবত গীতার এই শ্লোক সংখ্যা 14ରୁ 16ରେ ପ୍ରଭୁ ଶ୍ରୀକୃଷ୍ଣ କହୁଛନ୍ତି ଯେ ଶୁଦ୍ଧ ଭକ୍ତି ଦ୍ୱାରା ଜଣେ ତାଙ୍କୁ କିପରି ଭାବେ ସ୍ମରଣ କରିପାରିବ। ପୂର୍ବବର୍ତ୍ତୀ ଶ୍ଲୋକରେ ଶ୍ରୀକୃଷ୍ଣ ନିରାକାର ନିର୍ଗୁଣ ବ୍ରହ୍ମଙ୍କର ଉପାସନା ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏହା କେବଳ ନିରସ ନୁହେଁ, ଅତ୍ୟନ୍ତ କଷ୍ଟକର ମଧ୍ୟ ଅଟେ। କିନ୍ତୁ ବର୍ତ୍ତମାନ ସେ ଏକ ସହଜ ବିକଳ୍ପ ଦେଉଛନ୍ତି, ଯାହା ହେଲା ତାଙ୍କର ସାକାର ରୂପ ଶ୍ରୀକୃଷ୍ଣ, ଶ୍ରୀରାମ, ଶିବ, ବିଷ୍ଣୁ ଇତ୍ୟାଦିଙ୍କର ଧ୍ୟାନ। ଏଥିରେ ତାଙ୍କର ନାମ, ରୂପ, ଗୁଣ, ଲୀଳା, ଧାମ ଏବଂ ତାଙ୍କର ପରିକର ଅନ୍ତର୍ଭୁକ୍ତ। ସମ୍ପୂର୍ଣ୍ଣ ଗୀତାରେ କେବଳ ଏହି ଶ୍ଲୋକରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ସେ ସହଜରେ ଲବ୍ଧ ଅଟନ୍ତି, କିନ୍ତୁ ସେ ଗୋଟିଏ ସର୍ତ୍ତ ରଖିଛନ୍ତି, ଅନନ୍ୟଚେତାଃ, ଯାହାର ଅର୍ଥ ହେଲା ମନ କେବଳ ତାଙ୍କ ଏବଂ ତାଙ୍କଠାରେ ହିଁ ଲଗାଇବା ଉଚିତ। ଅନନ୍ୟ ଶବ୍ଦଟି ବହୁତ ଗୁରୁତ୍ୱପୂର୍ଣ୍ଣ। ସାତ୍ବିକ ଦୃଷ୍ଟିରୁ ଏହାର ଅର୍ଥ ହେଉଛି ନ ଅନ୍ୟ ବା ଆଉ କିଛି ନୁହେଁ। ମନ ଅନ୍ୟ କାହାଠାରେ ନୁହେଁ, କେବଳ ଭଗବାନଙ୍କ ଠାରେ ହିଁ ଲଗାଇବା ଉଚିତ। ଅନନ୍ୟତାର ଏହି ସର୍ତ୍ତର ଉଲ୍ଲେଖ ଭଗବଦ୍ ଗୀତାରେ ଅନେକ ସ୍ଥାନରେ କରାଯାଇଛି। ଅନନ୍ୟାଶ୍ଚିନ୍ତୟୋନ୍ତ ମାମ୍ ତମେବ ଶରଣଂ ଗଚ୍ଛ ମାମେକଂ ଶରଣଂ ବ୍ରଜ। ଅର୍ଥାତ୍ ଅନ୍ୟ ଶାସ୍ତ୍ରମାନେ ମଧ୍ୟ ଅନନ୍ୟ ଭକ୍ତିକୁ ଗୁରୁତ୍ୱ ଦେଇଥାନ୍ତି। ଭାଗବତମରେ ମଧ୍ୟ ଉଲ୍ଲେଖ ଅଛି, ମାମ୍ ଏକମ୍ ଏବ ଶରଣଂ ଆତ୍ମାନଂ ସର୍ବଦେହିନାଂ। ଅର୍ଥାତ୍ ଏକମାତ୍ର ମୋର ଶରଣାଗତି କର, କାରଣ ମୁଁ ସବୁ ଜୀବଙ୍କର ଆତ୍ମା ଅଟେ। ରାମାୟଣରେ ମଧ୍ୟ ଉଲ୍ଲେଖ ଅଛି, ଏକ ଭରୋସୋ ଏକ ବଲ ଏକ ଆସ ବିଶ୍ୱାସ। ଅର୍ଥାତ୍ ମୋର ଏକମାତ୍ର ଭରସା, ଏକମାତ୍ର ବଳ, ଏକମାତ୍ର ବିଶ୍ୱାସ ଏବଂ ଏକମାତ୍ର ଆଶ୍ରୟ ପ୍ରଭୁ ଶ୍ରୀରାମ ଅଟନ୍ତି। ଏବଂ ନାରଦ ଭକ୍ତି ଦର୍ଶନରେ ମଧ୍ୟ ଉଲ୍ଲେଖ କରାଯାଇଛି, ଅନ୍ୟାଶ୍ରଣାଣାଂ ତ୍ୟାଗୋନନ୍ୟତାଃ। ଅର୍ଥାତ୍ ଅନ୍ୟ ସମସ୍ତ ଆଶ୍ରୟ ତ୍ୟାଗ କରି ଭଗବାନଙ୍କର ଅନନ୍ୟ ଭକ୍ତି କର। ଅନନ୍ୟ ଭକ୍ତିର ଅର୍ଥ ମନକୁ କେବଳ ଭଗବାନଙ୍କର ନାମ, ରୂପ, ଗୁଣ, ଲୀଳା, ଧାମ ଓ ପରିକରଙ୍କ ଠାରେ ହିଁ କେନ୍ଦ୍ରିତ କରିବା। ଆମେ ଯଦି ମନକୁ ଭଗବାନଙ୍କ ଚିନ୍ତନରେ ଶୁଦ୍ଧ କରିବା ପରେ ପୁଣି ତାକୁ ସଂସାରରେ ବୁଡ଼ାଇ ମଇଳା କରିଦେବା, ତେବେ ଯେତେ ଚେଷ୍ଟା କଲେ ମଧ୍ୟ ଆମେ ତାକୁ ଶୁଦ୍ଧ କରିପାରିବା ନାହିଁ। ଏହି ଭୁଲଟି ପ୍ରାୟ ସମସ୍ତେ କରିଥାନ୍ତି। ସେମାନେ ଭଗବାନଙ୍କୁ ଭଲ ପାଆନ୍ତି ସତ, କିନ୍ତୁ ସେମାନେ ସାଂସାରିକ ବ୍ୟକ୍ତି ଏବଂ ବସ୍ତୁରେ ଆସକ୍ତ ରହିଥାନ୍ତି। ଫଳତଃ ସାଧନ ଦ୍ୱାରା ଯାହା ବି ଲାଭ ମିଳିଥାଏ, ତାହା ସାଂସାରିକ ବନ୍ଧନ ଦ୍ୱାରା କ୍ଷୟ ହୋଇଯାଇଥାଏ। ଆପଣ ଯଦି ସାବୁନ ଲଗାଇ ବସ୍ତ୍ରଟିକୁ ସଫା କରିବେ ଏବଂ ତାପରେ ପୁଣି ମଇଳା ଲଗାଇଦେବେ, ତାହେଲେ ଆପଣଙ୍କ ସବୁ ଚେଷ୍ଟା ବ୍ୟର୍ଥ ହୋଇଯିବ। ଅତଏବ ଶ୍ରୀକୃଷ୍ଣ କହୁଛନ୍ତି, କେବଳ ଭକ୍ତି ନୁହେଁ, ତାଙ୍କ ପ୍ରତି ଅନନ୍ୟ ଭକ୍ତି ଦ୍ୱାରା ହିଁ ସେ ସହଜରେ ପ୍ରାପ୍ତ ହୋଇପାରିବେ। ଶିକ୍ଷା, ଯେଉଁ ଯୋଗୀମାନେ ଅନନ୍ୟ ଭାବରେ ମୋର ଚିନ୍ତନ କରନ୍ତି ଏବଂ ସର୍ବଦା ମୋ ଚିନ୍ତନରେ ମଗ୍ନ ରହନ୍ତି, ମୁଁ ସେମାନଙ୍କୁ ଅତି ସହଜରେ ପ୍ରାପ୍ତ ହୋଇଥାଏ। For those yogis who always think of me with exclusive devotion, I am easily attainable because of their constant absorption in me. Hare Krishna. मामुपेत्य पुनर्जन्म दुःखालयमशाश्वतम् नाप्नुवन्ति महात्मानः संसिद्धिं परमां गतः।
ବନ୍ଧୁଗଣ, ଭଗବତ ପ୍ରାପ୍ତିର ଫଳ କ'ଣ? ଯେଉଁମାନେ ଭଗବତ ପ୍ରାପ୍ତି କରନ୍ତି ସେମାନେ ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତ ହୋଇ ଭଗବାନଙ୍କର ଦିବ୍ୟ ଲୋକରେ ସ୍ଥାନ ପାଇଥାନ୍ତି। ସେମାନଙ୍କୁ ପୁଣି ଏହି ସଂସାରରେ ଜନ୍ମ ନେବାକୁ ପଡ଼େ ନାହିଁ, ଯାହାକି ଦୁଃଖ ଭୋଗର ଏକ ସ୍ଥାନ ଅଟେ। ଆମେ ଜନ୍ମ ହେବାର କଷ୍ଟପ୍ରଦ ପ୍ରକ୍ରିୟା ଭୋଗ କରିଥାଉ ଏବଂ ଅସହାୟ ଭାବେ କାନ୍ଦିଥାଉ। ଗୋଟିଏ ଛୋଟ ଶିଶୁ ଭାବରେ ଆମର ଅନେକ ଆବଶ୍ୟକତା ରହିଥାଏ, ଯାହାକୁ ପ୍ରକାଶ କରି ନ ପାରି ଆମେ କାନ୍ଦିଥାଉ। କିଶୋର ଅବସ୍ଥାରେ ଆମେ ନିଜର ଶାରୀରିକ କାମନାକୁ ନେଇ ସଂଘର୍ଷରେ ମାନସିକ ଅଶାନ୍ତି ଭୋଗ କରିଥାଉ। ବୈବାହିକ ହେଲା ପରେ ଜୀବନରେ ସ୍ୱାମୀ ସ୍ତ୍ରୀଙ୍କ ମନମୁଖୀ ସ୍ୱଭାବକୁ ସହ୍ୟ କରିବାକୁ ପଡ଼ିଥାଏ ଏବଂ ବୃଦ୍ଧାବସ୍ଥାରେ ଶାରୀରିକ କଷ୍ଟ ଭୋଗ କରିଥାଉ। ଏହିପରି ଭାବରେ ସାରା ଜୀବନ ଆମେ ଶାରୀରିକ ଓ ମାନସିକ କଷ୍ଟ ସହିତ ଅନ୍ୟର ବ୍ୟବହାର ଏବଂ ପରିବେଶ ଜନିତ କ୍ଲେଶକୁ ଭୋଗ କରିଥାଉ ଏବଂ ଶେଷରେ ଆମେ ମୃତ୍ୟୁର କଷ୍ଟ ଅନୁଭବ କରିଥାଉ। ଏହି ସବୁ ଯାତନା ଅର୍ଥହୀନ ନୁହେଁ। ଭଗବାନଙ୍କର ବୃହତ୍ ଯୋଜନାରେ ଏହାର ଗୋଟାଏ ଉଦ୍ଦେଶ୍ୟ ମଧ୍ୟ ରହିଅଛି। ଏହା ଆମର ହୃଦ୍ବୋଧ କରାଇଥାଏ ଯେ ଭୌତିକ ଜଗତ ଆମ ପାଇଁ ସ୍ଥାୟୀ ନିବାସ ନୁହେଁ। ଆମ୍ଭମାନଙ୍କ ପରି ଭଗବତ ବିମୁଖ ଜୀବାତ୍ମାମାନଙ୍କ ପାଇଁ ଏହା ଏକ ସୁଧାର ଗୃହ ସଦୃଶ୍ୟ ଅଟେ। ଦୁଃଖ କଷ୍ଟ ଭୋଗ ନ କଲେ ଆମେ କେବେ ବି ଭଗବାନଙ୍କ କାମନା କରନ୍ତେ ନାହିଁ। ଉଦାହରଣତଃ, ଯଦି ଆମେ ଅଗ୍ନିକୁ ସ୍ପର୍ଶ କରିବା ତେବେ ଦୁଇଟି ଜିନିଷ ହେବ, ହାତ ପୋଡ଼ିଯିବ ଏବଂ ଆମେ ଯନ୍ତ୍ରଣା ଅନୁଭବ କରିବା। ହାତ ପୋଡ଼ିଯିବା ଖରାପ କଥା, କିନ୍ତୁ ଯନ୍ତ୍ରଣା ଅନୁଭବ କରିବା ଆମ ପାଇଁ ଲାଭଦାୟକ ଅଟେ। ଆମେ ଯଦି ଯନ୍ତ୍ରଣା ଅନୁଭବ ନ କରିବା ତାହେଲେ ଆମେ ହାତକୁ ନିଆଁଠାରୁ ଦୂରେଇ ନେଇନଥାନ୍ତେ ଏବଂ ତା ଦ୍ୱାରା ଆମର ବହୁତ କ୍ଷତି ହୋଇଥାନ୍ତା। ତେଣୁ ଯନ୍ତ୍ରଣାଟି ଏକ ସୂଚନା ଯେ କେଉଁଠି ଭୁଲ ରହିଯାଇଛି ଏବଂ ତାକୁ ସୁଧାରିବା ଆବଶ୍ୟକ। ଠିକ୍ ସେହିପରି ମାଇକ ଜଗତରେ ଅନୁଭବ କରୁଥିବା ଦୁଃଖ କଷ୍ଟ ମାଧ୍ୟମରେ ଭଗବାନ ଆମକୁ ସତର୍କ କରାଇଥାନ୍ତି ଯେ ଆମର ଚେତନା ଦୋଷଯୁକ୍ତ ଅଟେ। ସାଂସାରିକ ଚେତନାରୁ ଆମେ ଭଗବତ ଚେତନାଯୁକ୍ତ ହେବା ନିମନ୍ତେ ଅଗ୍ରସର ହେବା ଆବଶ୍ୟକ। ଯେଉଁମାନେ ନିଜର ଚେତନାକୁ ଭଗବାନଙ୍କ ପ୍ରତି ବିମୁଖ କରିଥାନ୍ତି ସେମାନେ ଜନ୍ମ ମୃତ୍ୟୁର ଚକ୍ରରେ ଘୂରିଥାନ୍ତି ଏବଂ ଯେଉଁମାନେ ଅନନ୍ୟ ଭାବରେ ଭଗବାନଙ୍କର ଶରଣାଗତି ହୋଇଥାନ୍ତି ସେମାନେ ଭଗବାନଙ୍କର ଦିବ୍ୟ ଲୋକକୁ ପ୍ରାପ୍ତ କରିଥାନ୍ତି। ଶିକ୍ଷା ମୋତେ ପ୍ରାପ୍ତ କରିବା ପରେ ମହାପୁରୁଷମାନେ ଏହି ନଶ୍ୱର ଏବଂ ଦୁଃଖମୟ ସଂସାରରେ ପୁନର୍ବାର ଜନ୍ମଗ୍ରହଣ କରନ୍ତି ନାହିଁ, କାରଣ ସେମାନେ ସର୍ବୋଚ୍ଚ ପରିପୂର୍ଣ୍ଣତା ହାସଲ କରିସାରିଛନ୍ତି। Having attained me, the great souls are not more subject to rebirth in this world, which is transient and full of misery, because they have attained the highest perfection. Hare Krishna. Ha Brahma Bhuvana Lokaha Punaravartinorjuna Mamupetya tu Kaunteya Punarjanma na vidyate। ବନ୍ଧୁଗଣ, ଆମେ ରହୁଥିବା ଲୋକକୁ ଭୂଲୋକ କୁହାଯାଏ। ବୈଦିକ ଶାସ୍ତ୍ର ଅନୁସାରେ ଭୂଲୋକର ନିମ୍ନ ଦେଶରେ 7ଟି ସ୍ତର ରହିଅଛି, ଯାହାକୁ ନର୍କ ବା ନର୍କ ଲୋକ କୁହାଯାଏ। ସେଗୁଡ଼ିକ ହେଲା ତଳ, ଅତଳ, ବିତଳ, ସୁତଳ, ତଳାତଳ, ରସାତଳ ଏବଂ ପାତାଳ। ଠିକ୍ ସେହିପରି ଭୂଲୋକ ସହିତ ଉର୍ଦ୍ଧ୍ୱରେ 7ଟି ସ୍ତର ରହିଅଛି, ଯାହାକୁ ସ୍ୱର୍ଗ ବା ସ୍ୱର୍ଗ ଲୋକ କୁହାଯାଏ, ଯାହା ହେଲା ଭୂଃ, ଭୁବଃ, ସ୍ୱଃ, ମଃ, ଜନଃ, ତପଃ ଏବଂ ସତ୍ୟଃ। ଆପଣ ଦେଖିବେ ଅନ୍ୟ ଧର୍ମମାନଙ୍କରେ ମଧ୍ୟ 7ଟି ସ୍ତରର ବର୍ଣ୍ଣନା କରାଯାଇଛି।
ଇହୁଦୀମାନଙ୍କର ଧର୍ମଗ୍ରନ୍ଥ ତାଲମଦରେ 7 କୋଟି ସ୍ୱର୍ଗର ନାମ ଉଲ୍ଲେଖ ହୋଇଅଛି, ଯେଉଁଥିରେ ଆରାବୋତ ସର୍ବୋଚ୍ଚ ଲୋକ କୁହାଯାଇଛି ଏବଂ ଇସଲାମ ଧର୍ମରେ ମଧ୍ୟ 7 କୋଟି ସ୍ୱର୍ଗର ଉଲ୍ଲେଖ ରହିଅଛି, ଯାହାକୁ ସାତମା ଆସମାନ ବା ସପ୍ତମ ଆକାଶକୁ ସର୍ବୋଚ୍ଚ ଭାବେ ବର୍ଣ୍ଣନା କରାଯାଇଛି। ଏହି ବ୍ରହ୍ମାଣ୍ଡରେ 14ଟି ଲୋକ ଅଛି, 7 କୋଟି ନର୍କଲୋକ ଅଛି ଏବଂ ଭୂଲୋକ ସହିତ 7ଟି ସ୍ୱର୍ଗଲୋକ ଅଛି। ସେମାନଙ୍କ ମଧ୍ୟରେ ସର୍ବୋଚ୍ଚ ବ୍ରହ୍ମାଙ୍କର ଲୋକ, ଯାହାକୁ ବ୍ରହ୍ମଲୋକ କୁହାଯାଏ। ଏହି ସମସ୍ତ ଲୋକ ମାୟାର ଅଧୀନସ୍ଥ ଅଟନ୍ତି ଏବଂ ଏହି ସବୁ ଲୋକରେ ବାସ କରୁଥିବା ଜୀବଗଣ ଜନ୍ମ ମୃତ୍ୟୁ ଚକ୍ରରେ ଆବଦ୍ଧ ରହିଥାନ୍ତି। ଏହାର ପୂର୍ବବର୍ତ୍ତୀ ଶ୍ଲୋକରେ ଶ୍ରୀକୃଷ୍ଣ ଏହାକୁ ଦୁଃଖାଳୟମ୍ ବା ଅଶ୍ୱାସତମ୍, ଯାହା ନଶ୍ୱର ଏବଂ ଦୁଃଖମୟ, ଏହା ଭାବରେ ବର୍ଣ୍ଣନା କରିଛନ୍ତି। ବନ୍ଧୁଗଣ, ସ୍ୱର୍ଗର ସମ୍ରାଟ ଇନ୍ଦ୍ର ମଧ୍ୟ ଦିନେ ମୃତ୍ୟୁବରଣ କରିବେ। ପୁରାଣରେ ବର୍ଣ୍ଣିତ ଅଛି ଯେ ଥରେ ଇନ୍ଦ୍ର ଏକ ବିଶାଳ ପ୍ରାସାଦ ନିର୍ମାଣ କରିବାକୁ ସ୍ୱର୍ଗର ଶିଳ୍ପୀ ବିଶ୍ୱକର୍ମାଙ୍କୁ ନିୟୋଜିତ କଲେ। ନିର୍ମାଣ କାର୍ଯ୍ୟ ସମାପ୍ତ ହେଉନଥିବା ଦେଖି ବ୍ୟସ୍ତ ହୋଇ ବିଶ୍ୱକର୍ମା ଭଗବାନଙ୍କ ସାହାଯ୍ୟ ପ୍ରାର୍ଥନା କରିଥିଲେ। ଭଗବାନ ସେଠାରେ ଆସି ଇନ୍ଦ୍ରଙ୍କୁ ପ୍ରଶ୍ନ କଲେ, ଏତେ ବିଶାଳ ପ୍ରାସାଦ, କେତେ ଜଣ ବିଶ୍ୱକର୍ମା ଏହାର ନିର୍ମାଣ ପାଇଁ ନିଯୁକ୍ତ ହୋଇଛନ୍ତି? ଇନ୍ଦ୍ର ଏହି ପ୍ରଶ୍ନ ଶୁଣି ବିସ୍ମିତ ହେଲେ ଏବଂ ଉତ୍ତର ଦେଲେ, ମୁଁ ଭାବୁଥିଲି କେବଳ ଜଣେ ବିଶ୍ୱକର୍ମା ଅଛନ୍ତି। ଭଗବାନ ହସି ହସି କହିଲେ, ଏ ବ୍ରହ୍ମାଣ୍ଡ ପରି 14 ଲୋକ ବିଶିଷ୍ଟ ଅସଂଖ୍ୟ ବ୍ରହ୍ମାଣ୍ଡ ରହିଅଛି ଏବଂ ପ୍ରତ୍ୟେକ ବ୍ରହ୍ମାଣ୍ଡରେ ଜଣେ ଇନ୍ଦ୍ର ଓ ଜଣେ ବିଶ୍ୱକର୍ମା ଅଛନ୍ତି। ଠିକ୍ ସେହି ସମୟରେ ଇନ୍ଦ୍ର ଦେଖିଲେ ପିମ୍ପୁଡ଼ି ମାନଙ୍କର ଗୋଟିଏ ଲମ୍ବା ଧାଡ଼ି ତାଙ୍କ ଆଡ଼କୁ ଆସିଯାଉଛି। ସେ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ ପଚାରିଲେ, ଏତେ ପିମ୍ପୁଡ଼ି କେଉଁଠାରୁ ଆସୁଛନ୍ତି? ଭଗବାନ କହିଲେ, ମୁଁ ଏଇ ଜୀବଗୁଡ଼ିକୁ ଏଠାକୁ ଆଣିଛି। ଏମାନେ ପୂର୍ବ ଜନ୍ମରେ ଇନ୍ଦ୍ର ଥିଲେ ଏବଂ ଏବେ ପିମ୍ପୁଡ଼ି ଶରୀର ଧାରଣ କରିଛନ୍ତି। ତାଙ୍କର ଏତେ ସଂଖ୍ୟା ଦେଖି ଇନ୍ଦ୍ର ଆଶ୍ଚର୍ଯ୍ୟ ହୋଇଗଲେ। କିଛି ସମୟ ପରେ ଲୋମସ ମୁନି ସେ ସ୍ଥାନରେ ଉପସ୍ଥିତ ହେଲେ। ସେ ତାଙ୍କ ମସ୍ତକରେ ଗୋଟିଏ ଘାସର ମସିଣା ଧରିଥିଲେ ଏବଂ ତାଙ୍କ ବକ୍ଷ ଲୋମଯୁକ୍ତ ଥିଲା। ତା ମଧ୍ୟରୁ କେତେକ ଲୋମ ଉପୁଡ଼ି ଯାଇଥିବାରୁ ବକ୍ଷସ୍ଥଳରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଥିଲା। ଇନ୍ଦ୍ର ମୁନିଙ୍କୁ ସ୍ୱାଗତ ଜଣାଇଲେ ଏବଂ ନମ୍ରତା ସହିତ ପ୍ରଶ୍ନ କଲେ, ହେ ମହାତ୍ମା, ଆପଣ କାହିଁକି ଏକ ଘାସର ଆସନ ମସ୍ତକରେ ବହନ କରିଛନ୍ତି ଏବଂ ଆପଣଙ୍କ ବକ୍ଷରେ ଥିବା ଲୋମର ରହସ୍ୟ କ'ଣ? ଲୋମସ ମୁନି ଉତ୍ତର ଦେଲେ, ମୁଁ ଚିରାୟୁ ବର ପ୍ରାପ୍ତ କରିଛି। ଏ ବିଶ୍ୱରେ ଜଣେ ଇନ୍ଦ୍ରଙ୍କର ଅବଧି ଶେଷ ହେଲେ ମୋର ଗୋଟିଏ ଲୋମ ଉପୁଡ଼ି ଯାଇଥାଏ। ଏହି ଶୂନ୍ୟ ସ୍ଥାନ ଗୁଡ଼ିକ ତାର ସୂଚନା ଦେଉଅଛି। ମୋର ଶିଷ୍ୟମାନେ ମୋର ବାସ ନିମନ୍ତେ ଗୋଟିଏ ଘର ତିଆରି କରିବାକୁ ଚାହାନ୍ତି, କିନ୍ତୁ ମୁଁ ଭାବେ ଜୀବନ ନଶ୍ୱର ଅଟେ। ତେଣୁ ଏଠାରେ ଘର ତିଆରି କରିବାର ଆବଶ୍ୟକତା କ'ଣ? ମୋର ଏହି ତୃଣ ଆସନଟି ମୋତେ ଖରା ବର୍ଷାରୁ ବଞ୍ଚାଏ ଏବଂ ରାତିରେ ମୁଁ ଏହାକୁ ତଳେ ପକାଇ ଶୋଇଥାଏ। ଇନ୍ଦ୍ର ଏକଥା ଚିନ୍ତା କରି ଆଶ୍ଚର୍ଯ୍ୟ ହେଲେ ଯେ ଏହି ଋଷିଙ୍କର ଆୟୁ ଅନେକ ଇନ୍ଦ୍ରଙ୍କ ଠାରୁ ଅଧିକ ଅଟେ, ତଥାପି ସେ କହୁଛନ୍ତି ଜୀବନ କ୍ଷଣସ୍ଥାୟୀ ଅଟେ। ତାହେଲେ ମୁଁ କାହିଁକି ଏତେ ବଡ଼ ପ୍ରସାଦ ତିଆରି କରୁଛି? ତାଙ୍କର ଗର୍ବ ଭାଙ୍ଗିଗଲା ଏବଂ ସେ ବିଶ୍ୱକର୍ମାଙ୍କୁ ଛାଡ଼ିଦେଲେ। ଶ୍ରୀକୃଷ୍ଣ ଏହି ଶ୍ଲୋକରେ କହୁଛନ୍ତି ଯେ ଏହି ସମସ୍ତ ଲୋକ ମାୟା ସାମ୍ରାଜ୍ୟର ଅନ୍ତର୍ଗତ ଅଟେ। ତେଣୁ ସେହି ସବୁ ଲୋକଙ୍କ ଅଧିବାସୀ ଜନ୍ମ ମୃତ୍ୟୁ ଚକ୍ରର ଅଧୀନସ୍ଥ ଅଟେ। କିନ୍ତୁ ଯେଉଁମାନେ ଭଗବତ ପ୍ରାପ୍ତି କରିନିଅନ୍ତି ସେମାନେ ମାଇକ ବନ୍ଧନରୁ ମୁକ୍ତ ହୋଇଯାଇଥାନ୍ତି। ମାଇକ ଶରୀର ତ୍ୟାଗ କରି ସେମାନେ ଭଗବାନଙ୍କ ଦିବ୍ୟ ଲୋକକୁ ପ୍ରାପ୍ତ କରିଥାନ୍ତି। ସେଠାରେ ଦିବ୍ୟ ଶରୀର ଧାରଣ କରି ଚିରଦିନ ପାଇଁ ଭଗବାନଙ୍କ ଦିବ୍ୟ ଲୀଳାରେ ସାମିଲ ହୋଇଯାଇଥାନ୍ତି। ଏପରି ଭାବରେ ପୁନର୍ବାର ସେମାନଙ୍କୁ ମାଇକ ଜଗତରେ ଜନ୍ମଗ୍ରହଣ କରିବାକୁ ପଡ଼ିନଥାଏ। କେତେକ ମହାପୁରୁଷ ମାୟାରୁ ଉତ୍ତୀର୍ଣ୍ଣ ହେଲା ପରେ ମଧ୍ୟ ପୁନରାଗମନ କରିଥାନ୍ତି, କିନ୍ତୁ ସେମାନେ କେବଳ ଅନ୍ୟମାନଙ୍କୁ ବନ୍ଧନରୁ ମୁକ୍ତ ହେବାକୁ ସାହାଯ୍ୟ କରିବା ପାଇଁ ଏହା କରନ୍ତି। ଏମାନେ ମହାନ ଗୁରୁ ଏବଂ ବିଖ୍ୟାତ ଧର୍ମଯାଜକ ଭାବରେ ଅବତରିତ ହୋଇ ନିଜକୁ ମାନବ ସମାଜର ଦିବ୍ୟ କଲ୍ୟାଣରେ ନିୟୋଜିତ କରିଥାନ୍ତି।
ଶିକ୍ଷା ବ୍ରହ୍ମାଣ୍ଡର ପ୍ରତ୍ୟେକ ମାଇକ ଲୋକ ଏପରିକି ସର୍ବୋଚ୍ଚ ବ୍ରହ୍ମଲୋକ ପର୍ଯ୍ୟନ୍ତ ଯାଇ ପୁନର୍ଜନ୍ମ ନେବାକୁ ପଡ଼ିଥାଏ। କିନ୍ତୁ ହେ କୁନ୍ତି ପୁତ୍ର, ମୋର ଲୋକ ପ୍ରାପ୍ତ କରିବା ପରେ ଆଉ ପୁନର୍ଜନ୍ମ ହୁଏ ନାହିଁ। In all the worlds of this material creation, up to the highest abode of Brahma, you will be subject to rebirth. But on attaining my abode, O son of Kunti, there is no further rebirth. Hare Krishna. Sahasra Paryantam Aharyad Brahmano Viduhu Ratrim Yuga Sahasrantam Teho Ratra Vido Janaha। ବନ୍ଧୁଗଣ, ଶ୍ଲୋକ ସଂଖ୍ୟା 17ରୁ 22ରେ ପ୍ରଭୁ ଶ୍ରୀକୃଷ୍ଣ ସାଂସାରିକ ଜଗତ ବନାମ ଆଧ୍ୟାତ୍ମିକ ଜଗତ ବିଷୟରେ ବର୍ଣ୍ଣନା କରୁଛନ୍ତି। ବୈଦିକ ବ୍ରହ୍ମାଣ୍ଡ ପ୍ରଣାଳୀରେ ସମୟର ହିସାବ ବିଶାଳ ଏବଂ ବିସ୍ମୟକର ଅଟେ। ଉଦାହରଣତଃ ଏପରି କେତେକ କୀଟ ଅଛନ୍ତି ଯେଉଁମାନଙ୍କର ଆୟୁ କେବଳ ଗୋଟିଏ ରାତ୍ରି ଅଟେ। ସେହି ଗୋଟିଏ ରାତ୍ରିରେ ସେମାନେ ଜନ୍ମ ନିଅନ୍ତି, ବଡ଼ ହୁଅନ୍ତି, ପ୍ରଜନନ କରନ୍ତି, ଅଣ୍ଡା ଦିଅନ୍ତି ଏବଂ ବୃଦ୍ଧ ହୁଅନ୍ତି। ଏବଂ ଆପଣ ଦେଖିବେ ସକାଳେ କୌଣସି ଆଲୋକ ସ୍ତମ୍ଭ ତଳେ ସେମାନେ ମରି ପଡ଼ିଥିବାର ଦେଖିବାକୁ ମିଳିଥାଏ। ଯଦି ସେହି କୀଟମାନଙ୍କୁ କୁହାଯାଏ ଯେ ସେମାନଙ୍କର ସମ୍ପୂର୍ଣ୍ଣ ଜୀବନକାଳ ମନୁଷ୍ୟର ଗୋଟିଏ ରାତ୍ରି ସହିତ ସମାନ, ସେମାନେ ବୋଧେ ବିଶ୍ୱାସ କରିପାରିବେ ନାହିଁ। ବେଦ କହେ ଦେବତାମାନଙ୍କର ଯଥା ଇନ୍ଦ୍ରଦେବ, ବରୁଣଦେବ, ଅଗ୍ନିଦେବ ଆଦିଙ୍କର ଗୋଟିଏ ଦିନ ପୃଥିବୀର ଗୋଟିଏ ବର୍ଷ ସହିତ ସମାନ। ଦେବତାମାନଙ୍କର 12,000 ବର୍ଷ ପୃଥିବୀ ଲୋକର ଏକ ମହାଯୁଗ, ଯାହା 4 ଯୁଗର ଗୋଟାଏ ଚକ୍ରକୁ ବୁଝାଇଥାଏ। ଏବଂ 4 ନିୟୁତ 320,000 ବର୍ଷ ଅଟେ। ଏହା ପୃଥିବୀରେ ସମୟର ସର୍ବୋଚ୍ଚ ଏକକ ଅଟେ, ଯାହାକୁ କଳ୍ପ କୁହାଯାଏ। 1,000 ମହାଯୁଗରେ ବ୍ରହ୍ମାଙ୍କର ଗୋଟିଏ ଦିନ ହୋଇଥାଏ ଏବଂ ସେତିକି ବଡ଼ ବ୍ରହ୍ମାଙ୍କର ରାତି, ଅର୍ଥାତ୍ 1,000 ମହାଯୁଗରେ ବ୍ରହ୍ମାଙ୍କର ଗୋଟିଏ ରାତି ହୋଇଥାଏ। ଅତଏବ ବ୍ରହ୍ମାଙ୍କର ଗୋଟିଏ ଦିନ 2,000 ମହାଯୁଗ ସହିତ ସମାନ ହୋଇଥାଏ। ଏବଂ ବ୍ରହ୍ମାଙ୍କର ଆୟୁ 100 ବର୍ଷ ଅଟେ, ଯାହା ପୃଥିବୀରେ ହିସାବରେ 311 ଖର୍ବ 40 ଅର୍ବ ବର୍ଷ ଅଟେ। ବେଦର ଗଣନା ଅନୁସାରେ କଳି ଯୁଗର ଆୟୁ 4,32,000 ବର୍ଷ ଅଟେ। ଦ୍ୱାପର ଯୁଗର ଆୟୁ 8,64,000 ବର୍ଷ ଅଟେ। ତ୍ରେତୀୟ ଯୁଗର ଆୟୁ 12,96,000 ବର୍ଷ ଅଟେ ଏବଂ ସତ୍ୟ ଯୁଗର ଆୟୁ 17,28,000 ବର୍ଷ ଅଟେ। ଏକ ମହାଯୁଗ ହୁଏ ଯାହା 4,03,20,000 ବର୍ଷ ହୋଇଥାଏ। 1,000 ମହାଯୁଗ ବ୍ରହ୍ମାଙ୍କର ଗୋଟିଏ ଦିନ ବା ଗୋଟାଏ କଳ୍ପ, ଯାହା 4,320 ଲକ୍ଷ ବର୍ଷ ଅଟେ ଏବଂ ସେତିକି ବଡ଼ ବ୍ରହ୍ମାଙ୍କର ରାତି ମଧ୍ୟ ହୋଇଥାଏ। ଶ୍ରୀକୃଷ୍ଣ କହୁଛନ୍ତି, ଯିଏ ଏହାକୁ ବୁଝିପାରିଥାଏ ସେ ଦିବା ରାତ୍ରିର ବାସ୍ତବ ଜ୍ଞାତା ହୋଇଥାଏ। ବିଶ୍ୱ ବ୍ରହ୍ମାଣ୍ଡର ଅବଧି ବ୍ରହ୍ମାଙ୍କର 100 ବର୍ଷ ଆୟୁ ସହିତ ସମାନ, ଯାହାକି 311 ଖର୍ବ ଏବଂ 40 ଅର୍ବ ବର୍ଷ ଅଟେ। ବ୍ରହ୍ମା ମଧ୍ୟ ଜଣେ ଜୀବାତ୍ମା ଅଟନ୍ତି, ଯିଏ ଭଗବାନଙ୍କ ପ୍ରତି ତାଙ୍କର କର୍ତ୍ତବ୍ୟ କରି ଏହି ପଦକୁ ପ୍ରାପ୍ତ କରିଥାନ୍ତି। ତେଣୁ ବ୍ରହ୍ମା ମଧ୍ୟ ଜନ୍ମ ମୃତ୍ୟୁର ଚକ୍ରର ଅନ୍ତର୍ଭୁକ୍ତ ହୋଇଥାନ୍ତି, କିନ୍ତୁ ସେ ଅତ୍ୟନ୍ତ ଉଚ୍ଚ ଆତ୍ମା ହୋଇଥିବାରୁ ତାଙ୍କ ଜୀବନ କାଳ ସମାପ୍ତ ହେବା ପୂର୍ବରୁ ସେ ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତ ହୋଇ ଭଗବାନଙ୍କ ଲୋକକୁ ପ୍ରାପ୍ତ କରିଥାନ୍ତି। ବନ୍ଧୁଗଣ, ବେଳେବେଳେ ବ୍ରହ୍ମା ପଦ ପାଇଁ କୌଣସି ଅଧିକାରୀ ଆତ୍ମା ନ ମିଳିଲେ ଭଗବାନ ସ୍ୱୟଂ ବ୍ରହ୍ମା ହୋଇଯାଇଥାନ୍ତି। ଶିକ୍ଷା ବ୍ରହ୍ମାଙ୍କର ଗୋଟିଏ ଦିନ ବା କଳ୍ପ 1000 ସଂଖ୍ୟାର ଚତୁର୍ଯୁଗ ବା ମହାଯୁଗ ସହିତ ସମାନ ଅଟେ ଏବଂ ତାଙ୍କର ରାତ୍ରିର ଅବଧି ମଧ୍ୟ ଠିକ୍ ସେତିକି ଅଟେ।
ଯେଉଁ ବିଜ୍ଞ ବ୍ୟକ୍ତି ଏହା ଜାଣିଥାନ୍ତି ସେ ଦିବା ଓ ରାତିର ବାସ୍ତବିକ ସତ୍ୟତାକୁ ବୁଝିପାରିଥାନ୍ତି। One day of Brahma lasts a 1,000 cycles of the 4 ages, which is called Mahayug, and his night also extends for the same span of time. The wise who know this understand the reality about day and night. Hare Krishna. Avyaktadyvaktayah sarvah prabhavantyah ragame ratyagame praliyante tatraiva vyakta sanjake। ବନ୍ଧୁଗଣ, ବ୍ରହ୍ମାଣ୍ଡର ବିସ୍ମୟକର ଖେଳରେ ସେଥିରେ ଥିବା ବିଭିନ୍ନ ଲୋକ ଏବଂ ସେମାନଙ୍କର ସୌରମଣ୍ଡଳର ସୃଷ୍ଟି, ସ୍ଥିତି ଓ ପ୍ରଳୟ ଚକ୍ର ମଧ୍ୟ ଦେଇ ବାରମ୍ବାର ଗତି କରିଥାନ୍ତି। ବ୍ରହ୍ମାଙ୍କର ଗୋଟିଏ ଦିନ 432 ଲକ୍ଷ ବର୍ଷର ଗୋଟିଏ କଳ୍ପ ହୋଇଥାଏ। ମହଲୋକ ପର୍ଯ୍ୟନ୍ତ ସମସ୍ତ ସୌରମଣ୍ଡଳ ବିଲୋପ ହୋଇଯାଇଥାନ୍ତି। ଏହାକୁ ନୈମିତ୍ତିକ ପ୍ରଳୟ ବା ଆଂଶିକ ପ୍ରଳୟ କୁହାଯାଇଥାଏ। ଶ୍ରୀମଦ୍ ଭାଗବତମରେ ସୁକଦେବ ପରୀକ୍ଷିତଙ୍କୁ କହୁଛନ୍ତି, ଯେପରିକି ଗୋଟିଏ ପିଲା ଦିନ ବେଳେ ମାଟିର ଅନେକ ଖେଳନା ଆକୃତ କରିଥାଏ ଓ ଗଢ଼ିଥାଏ ଏବଂ ଶୋଇବା ପୂର୍ବରୁ ସେ ସମସ୍ତଙ୍କୁ ଭାଙ୍ଗି ଦେଇଥାଏ, ଠିକ୍ ସେହିପରି ବ୍ରହ୍ମା ଜାଗ୍ରତ ହୋଇଥିଲେ ଏହି ବ୍ରହ୍ମାଣ୍ଡ ଓ ସମସ୍ତ ପ୍ରାଣୀ ସମୂହର ସୃଷ୍ଟି କରିଥାନ୍ତି ଏବଂ ଶୋଇବା ପୂର୍ବରୁ ସେସବୁକୁ ଲୋପ କରିଦେଇଥାନ୍ତି। ଯେଉଁଦିନ ବ୍ରହ୍ମାଙ୍କର 100 ବର୍ଷ ଆୟୁ ଶେଷ ହୋଇଯିବ, ସେହିଦିନ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ବିଲୁପ୍ତ ହୋଇଯିବ। ଏହି ସମୟରେ ସମୟ ମାଇକ ଜଗତର ଅନ୍ତ ହୋଇଯିବ, ଯେଉଁଥିରେ ପଞ୍ଚମହାଭୂତ ପଞ୍ଚତତ୍ତ୍ୱରେ ଲୀନ ହୋଇଯିବ। ପଞ୍ଚତତ୍ତ୍ୱ ଅହଙ୍କାରରେ ଲୀନ ହୋଇଯିବ, ଅହଙ୍କାର ମହାନରେ ଲୀନ ହୋଇଯିବ ଏବଂ ମହାନ ପ୍ରକୃତିରେ ଲୀନ ହୋଇଯିବ। ପ୍ରକୃତି ମାଇକ ଶକ୍ତିର ସୂକ୍ଷ୍ମ ରୂପ ଅଟେ। ବନ୍ଧୁଗଣ, ମାୟା ନିଜର ମୌଳିକ ରୂପରେ ପରମ ବ୍ରହ୍ମ ମହାବିଷ୍ଣୁଙ୍କ ଶରୀରରେ ଅବସ୍ଥାନ କରେ। ଏହାକୁ ପ୍ରାକୃତ ପ୍ରଳୟ ବା ମହାପ୍ରଳୟ କୁହାଯାଏ। ପୁଣି ମହାବିଷ୍ଣୁ ଯେତେବେଳେ ସୃଷ୍ଟି କରିବାକୁ ଇଚ୍ଛା କରିବେ, ସେ ପ୍ରକୃତି ରୂପରେ ଥିବା ମାଇକ ଶକ୍ତି ପ୍ରତି ଦୃଷ୍ଟିପାତ କରିବେ ଏବଂ ତାଙ୍କର ଦୃଷ୍ଟି ମାତ୍ରେ ଏହା ପୁଣି ପ୍ରକାଶିତ ହେବାରେ ଲାଗିବ। ପ୍ରକୃତିରୁ ମହାନ ଉତ୍ପନ୍ନ ହୁଏ, ମହାନରୁ ଅହଙ୍କାର, ଅହଙ୍କାରରୁ ପଞ୍ଚତତ୍ତ୍ୱ ଏବଂ ପଞ୍ଚତତ୍ତ୍ୱରୁ ପଞ୍ଚମହାଭୂତ ଉତ୍ପନ୍ନ ହୋଇଥାନ୍ତି ଏବଂ ଏହିପରି ଭାବରେ ଅସଂଖ୍ୟ ବିଶ୍ୱର ସୃଷ୍ଟି ହୋଇଥିବ। ବେଦ ଅନୁସାରେ ଆମର ଏହି ବ୍ରହ୍ମାଣ୍ଡ ପରି ବିଭିନ୍ନ ଆକାର ଓ ପ୍ରକାରର ଅସଂଖ୍ୟ ବ୍ରହ୍ମାଣ୍ଡ ରହିଛି। ମହାବିଷ୍ଣୁ ଯେତେବେଳେ ଶ୍ୱାସ ତ୍ୟାଗ କରନ୍ତି, ଅସଂଖ୍ୟ ବ୍ରହ୍ମାଣ୍ଡ ତାଙ୍କର ଶରୀରର ପ୍ରତି ଲୋମକୂପରୁ ନିର୍ଗତ ହୋଇଥାନ୍ତି ଏବଂ ଯେତେବେଳେ ସେ ଶ୍ୱାସ ଗ୍ରହଣ କରନ୍ତି, ସମସ୍ତ ବ୍ରହ୍ମାଣ୍ଡ ପୁନର୍ବାର ତାଙ୍କ ମଧ୍ୟରେ ଲୀନ ହୋଇଯାଇଥାଏ। ଏହିପରି ଭାବରେ ବ୍ରହ୍ମାଙ୍କର 100 ବର୍ଷ ଭଗବାନଙ୍କର ଗୋଟିଏ ନିଶ୍ୱାସ ଓ ଗୋଟିଏ ପ୍ରଶ୍ୱାସ ସହିତ ସମାନ ହୋଇଥାଏ। ପ୍ରତ୍ୟେକ ବ୍ରହ୍ମାଣ୍ଡରେ ଜଣେ ବ୍ରହ୍ମା, ଜଣେ ବିଷ୍ଣୁ ଏବଂ ଜଣେ ଶିବ ଅଛନ୍ତି। ସୁତରାଂ ଅନନ୍ତ ବ୍ରହ୍ମାଣ୍ଡରେ ଅନନ୍ତ ବ୍ରହ୍ମା, ବିଷ୍ଣୁ ଓ ଶିବ ଅଛନ୍ତି ଏବଂ ପ୍ରତ୍ୟେକ ବ୍ରହ୍ମାଣ୍ଡର ବିଷ୍ଣୁ ମହାବିଷ୍ଣୁଙ୍କର ସ୍ୱରୂପ ଅଟନ୍ତି। ଶିକ୍ଷା ବ୍ରହ୍ମାଙ୍କର ଦିବସ ପ୍ରାରମ୍ଭରେ ସମସ୍ତ ପ୍ରାଣୀ ଅପ୍ରକଟ ଅବସ୍ଥାରୁ ପ୍ରକଟ ହେବାକୁ ଆରମ୍ଭ କରିଥାନ୍ତି ଏବଂ ରାତ୍ରିର ଆଗମନରେ ସମସ୍ତ ଶରୀରଧାରୀ ପ୍ରାଣୀ ପୁନର୍ବାର ସେହି ଅପ୍ରକଟିତରେ ସମାହିତ ହୋଇଯାଇଥାନ୍ତି। At the advent of Brahma's day, all living beings emanate from the unmanifest source, and at the fall of his night, all embodied beings again merge into their unmanifest source. Hare Krishna. Bhutagramah sa evayam bhutva bhutva praliyate ratriyagame vasa partha
ପ୍ରଭବତ୍ୟହରାଗମେ। ବନ୍ଧୁଗଣ, ବେଦରେ ଚାରି ପ୍ରକାରର ପ୍ରଳୟ ବିଷୟରେ ଉଲ୍ଲେଖ କରାଯାଇଛି। ପ୍ରଥମ ହେଲା ନିତ୍ୟ ପ୍ରଳୟ, ଦ୍ୱିତୀୟରେ ନୈମିତ୍ତିକ ପ୍ରଳୟ, ତୃତୀୟରେ ମହାପ୍ରଳୟ ଏବଂ ଚତୁର୍ଥରେ ଆତ୍ୟନ୍ତିକ ପ୍ରଳୟ। ପ୍ରଥମ ହେଲା ନିତ୍ୟ ପ୍ରଳୟ। ଏହା ପ୍ରତିଦିନ ଗଭୀର ନିଦ୍ରାରେ ଶୟନ କରିଥିବା ସମୟରେ ଆମ ଚେତନାର ବିଲୁପ୍ତିକୁ ବୁଝାଇଥାଏ। ଦ୍ୱିତୀୟରେ ନୈମିତ୍ତିକ ପ୍ରଳୟ। ଏହା ବ୍ରହ୍ମାଙ୍କର ଗୋଟିଏ ଦିନର ଶେଷରେ ମହଲୋକ ପର୍ଯ୍ୟନ୍ତ ସମସ୍ତ ଲୋକର ବିଲୁପ୍ତିକୁ ବୁଝାଇଥାଏ। ସେତେବେଳେ ଏହି ସବୁ ଲୋକର ଜୀବ ସମୁଦାୟ ଅବ୍ୟକ୍ତ ହୋଇଯାଇଥାନ୍ତି। ସେମାନେ ବିଷ୍ଣୁଙ୍କ ଶରୀରରେ ସୁପ୍ତ ଅବସ୍ଥାରେ ରହିଥାନ୍ତି। ପୁଣି ଯେତେବେଳେ ବ୍ରହ୍ମା ଏହି ସବୁ ଲୋକ ନିର୍ମାଣ କରିଥାନ୍ତି, ସେମାନଙ୍କୁ ପୂର୍ବ କର୍ମ ଅନୁସାରେ ଜନ୍ମ ମିଳିଥାଏ। ତୃତୀୟ ହେଲା ମହାପ୍ରଳୟ। ଏହା ବ୍ରହ୍ମାଙ୍କର ଜୀବନକାଳ ଶେଷରେ ସମଗ୍ର ବ୍ରହ୍ମାଣ୍ଡ ଧ୍ୱଂସ ହୋଇଯିବାକୁ ବୁଝାଇଥାଏ। ଏହି ସମୟରେ ସମଗ୍ର ବ୍ରହ୍ମାଣ୍ଡର ଜୀବମାନେ ମହାବିଷ୍ଣୁଙ୍କ ଶରୀରରେ ଲୀନ ହୋଇଯାଇଥାନ୍ତି। ସେମାନଙ୍କର ସ୍ଥୂଳ ଏବଂ ସୂକ୍ଷ୍ମ ଶରୀର ଧ୍ୱଂସ ହୋଇଯାଇଥାଏ, କିନ୍ତୁ କାରଣ ଶରୀର ରହିଥାଏ। ଯେତେବେଳେ ସୃଷ୍ଟିର ପରବର୍ତ୍ତୀ ଚକ୍ର ଆରମ୍ଭ ହୋଇଥାଏ, ତାଙ୍କର କାରଣ ଶରୀରରେ ଗଚ୍ଛିତ ସଂସ୍କାର ଏବଂ କର୍ମ ଅନୁସାରେ ସେମାନଙ୍କୁ ନୂଆ ଜନ୍ମ ମିଳିଥାଏ। ଏବଂ ଶେଷରେ ଚତୁର୍ଥଟି ହେଲା ଆତ୍ୟନ୍ତିକ ପ୍ରଳୟ। ଯେତେବେଳେ ଜୀବ ଭଗବତ ପ୍ରାପ୍ତି କରିଥାଏ, ସେ ଜନ୍ମ ମୃତ୍ୟୁ ଚକ୍ରର ବନ୍ଧନରୁ ମୁକ୍ତ ହୋଇଯାଇଥାଏ। ଅନାଦି କାଳରୁ ଜୀବ ଯେଉଁ ମାୟାର ବନ୍ଧନରେ ବାନ୍ଧି ହୋଇ ରହିଥାଏ, ସେହି ବନ୍ଧନର ବିଲୁପ୍ତିକୁ ଆତ୍ୟନ୍ତିକ ପ୍ରଳୟ କୁହାଯାଏ। ଶିକ୍ଷା: ବ୍ରହ୍ମାଙ୍କର ଦିନ ଆରମ୍ଭ ହେଲେ ଅସଂଖ୍ୟ ପ୍ରାଣୀ ଜନ୍ମଗ୍ରହଣ କରିଥାନ୍ତି ଏବଂ ରାତିର ଆଗମନରେ ପରବର୍ତ୍ତୀ ଦିନରେ ପୁନର୍ବାର ପ୍ରକଟିତ ହେବା ପାଇଁ ସେମାନେ ବିଲୁପ୍ତ ହୋଇଯାଇଥାନ୍ତି। Multitudes of beings repeatedly take birth with the advent of Brahma's day and are reabsorbed on the arrival of the cosmic night to manifest again automatically on the advent of the next cosmic day. Hare Krishna. Parastasmattu bhavonyah avaikto vyakta sanatanah yah sa sarveshu bhutesu nasyatsu na vinasyati। ବନ୍ଧୁଗଣ, ମାଇକ ଜଗତ ଏବଂ ତାର ନଶ୍ୱରତା ବିଷୟରେ ତାଙ୍କର ମତ ବ୍ୟକ୍ତ କରିବା ପରେ ଏବେ ଶ୍ରୀକୃଷ୍ଣ ଦିବ୍ୟ ଜଗତ ବିଷୟରେ ବର୍ଣ୍ଣନା କରୁଛନ୍ତି। ଏହା ମାୟା ଶକ୍ତିର ସୀମା ବହିର୍ଭୂତ ଏବଂ ଭଗବାନଙ୍କର ଦିବ୍ୟ ଯୋଗାମୟା ଶକ୍ତି ଦ୍ୱାରା ସୃଷ୍ଟ ଅଟେ। ସମସ୍ତ ମାଇକ ଜଗତ ଲୋପ ହେବା ସମୟରେ ମଧ୍ୟ ଏହା ଲୋପ ହୋଇନଥାଏ। ଶ୍ରୀକୃଷ୍ଣ ଶ୍ଲୋକ ସଂଖ୍ୟା 10-42 କହୁଛନ୍ତି, ସମଗ୍ର ସୃଷ୍ଟିର 3/4 ଦିବ୍ୟ ଜଗତ ଅଟେ ଏବଂ 1/4 ମାଇକ ଜଗତ ଅଟେ। ଶିକ୍ଷା: ବ୍ୟକ୍ତ ଏବଂ ଅବ୍ୟକ୍ତ ସୃଷ୍ଟିର ଊର୍ଦ୍ଧ୍ୱରେ ଆଉ ଏକ ଶାଶ୍ୱତ ଅବ୍ୟକ୍ତ ଜଗତ ରହିଛି। ସମସ୍ତ ଲୋକ ଲୋପ ହୋଇଗଲେ ମଧ୍ୟ ସେହି ଜଗତ ଲୋପ ହୁଏ ନାହିଁ। Transcendental to this manifest and unmanifest creation, there is yet another unmanifest eternal dimension. That realm doesn't cease even when all others do. Hare Krishna. Avyaktoksara ityuktah tamahuh paramam gatim yam prapya na nivartante tadhama paramam mama।
ବନ୍ଧୁଗଣ, ଆଧ୍ୟାତ୍ମିକ ଜଗତର ଦିବ୍ୟ ଆକାଶକୁ ପରବ୍ୟୋମ କୁହାଯାଇଥାଏ। ଏଥିରେ ଭଗବାନଙ୍କର ବିଭିନ୍ନ ସ୍ୱରୂପର ଚିରନ୍ତନ ଲୋକ ରହିଥାଏ, ଯେପରିକି ଗୋଲୋକ ଶ୍ରୀକୃଷ୍ଣଙ୍କର ଲୋକ, ସାକେତ ଲୋକ ଯାହା ହେଲା ଶ୍ରୀରାମଙ୍କର ଲୋକ, ବୈକୁଣ୍ଠ ଲୋକ ଯାହା ହେଲା ନାରାୟଣଙ୍କର ଲୋକ, ଶିବଲୋକ ଯାହା ହେଲା ସଦାଶିବଙ୍କର ଲୋକ, ଦେବୀ ଲୋକ ଯାହା ହେଲା ମା ଦୁର୍ଗାଙ୍କର ଲୋକ ଇତ୍ୟାଦି। ଭଗବାନଙ୍କର ବିଭିନ୍ନ ସ୍ୱରୂପର ଏହି ସବୁ ଲୋକରେ ପରମାତ୍ମା ତାଙ୍କର ଦିବ୍ୟ ରୂପରେ ତାଙ୍କର ପରିକର ମାନଙ୍କ ସହିତ ନିତ୍ୟ ନିବାସ କରିଥାନ୍ତି। ଭଗବାନଙ୍କର ଏହି ସବୁ ସ୍ୱରୂପ ପରସ୍ପରଠାରୁ ଅଭିନ୍ନ ଅଟେ। ସେମାନେ ସେହି ଗୋଟିଏ ଭଗବାନଙ୍କର ବିଭିନ୍ନ ସ୍ୱରୂପ ଅଟନ୍ତି। ବ୍ୟକ୍ତି ଭଗବାନଙ୍କର ଯେଉଁ ସ୍ୱରୂପକୁ ଉପାସନା କରିଥାଏ, ଭଗବତ ପ୍ରାପ୍ତି କଲା ପରେ ସେ ଭଗବାନଙ୍କର ସେହି ସ୍ୱରୂପର ଲୋକକୁ ଯାଇଥାଏ। ଆତ୍ମା ଏକ ଦିବ୍ୟ ଶରୀର ପ୍ରାପ୍ତ କରି ଭଗବାନଙ୍କର ଦିବ୍ୟ ଲୀଳାରେ ଅନନ୍ତ କାଳ ପାଇଁ ସମ୍ମିଳିତ ହୋଇଥାଏ। ଶିକ୍ଷା ସେହି ଅବ୍ୟକ୍ତ ଜଗତ ଜୀବର ଚରମ ଲକ୍ଷ୍ୟ ଅଟେ। ସେଠାରେ ପହଞ୍ଚିବା ପରେ ଜୀବ ଏହି ମାଇକ ଜଗତକୁ ଫେରି ନଥାଏ। ତାହା ମୋର ପରମ ଧାମ ଅଟେ। That unmanifest dimension is the supreme goal, and upon reaching it, one never returns to this mortal world. That is my supreme abode. Hare Krishna. Purushah saparah partha bhaktya labhyastvananyaya यस्यान्तः स्थानि भूतानि येन सर्वमिदं ततम्। ବନ୍ଧୁଗଣ, ପରମାତ୍ମା ଯିଏକି ପରବ୍ୟୋମରେ ତାଙ୍କ ଦିବ୍ୟ ଲୋକରେ ନିବାସ କରିଥାନ୍ତି, ସେ ଆମ ସମସ୍ତଙ୍କ ହୃଦୟରେ ନିବାସ କରନ୍ତି ଏବଂ ସଂସାରର ପ୍ରତ୍ୟେକ ପରମାଣୁରେ ମଧ୍ୟ ବ୍ୟାପ୍ତ ଅଟନ୍ତି। ଭଗବାନ ସର୍ବତ୍ର ସମାନ ଭାବରେ ବ୍ୟାପ୍ତ ହୋଇଥାନ୍ତି। ଆମେ ଏହା କହିପାରିବା ନାହିଁ ଯେ ସର୍ବବ୍ୟାପକ ରୂପରେ ସେ 25% ଓ ତାଙ୍କ ନିଜ ସ୍ୱରୂପରେ ସେ 100% ଥାନ୍ତି। ଭଗବାନ ସର୍ବତ୍ର ନିଜର ପୂର୍ଣ୍ଣ ସ୍ୱରୂପରେ ବିଦ୍ୟମାନ ହୋଇଥାନ୍ତି, ଅଥଚ ଆମେମାନେ ତା ଦ୍ୱାରା କୌଣସି ଲାଭ ଉଠାଉ ନଥାଉ, କାରଣ ଆମେ ତାହା ଅନୁଭବ କରିପାରୁନଥାଉ। ବନ୍ଧୁଗଣ, ଗାଈର ଶରୀରରେ ଦୁଗ୍ଧ ଗଚ୍ଛିତ ହୋଇଥାଏ, କିନ୍ତୁ ତାର ଦୁର୍ବଳ ଏବଂ ରୁଗ୍ଣ ସ୍ୱାସ୍ଥ୍ୟ ପାଇଁ ତାହା ଉପକାରୀ ସିଦ୍ଧ ହୁଏ ନାହିଁ। ସେହି କ୍ଷୀରକୁ ଗାଈର ଶରୀରରୁ ବାହାର କରି ତାକୁ ଦହିରେ ପରିଣତ କରାଯାଏ। ଦହିରେ ଗୋଲ ମରିଚ ମିଶାଇ ଗାଈକୁ ଖାଇବାକୁ ଦେଲେ ତାହା ଗାଈକୁ ଆରୋଗ୍ୟ କରିଥାଏ। ଠିକ୍ ସେହିପରି ସର୍ବପ୍ରଥମେ ଆମକୁ ଭଗବାନଙ୍କର ଦିବ୍ୟ ସ୍ୱରୂପର ଉପାସନା କରି ନିଜ ହୃଦୟକୁ ଶୁଦ୍ଧ କରିବାକୁ ପଡ଼ିବ। ତାପରେ ଆମେ ଭଗବାନଙ୍କ କୃପାକୁ ଆକର୍ଷିତ କରିପାରିବା ଏବଂ ତାଙ୍କ କୃପାରୁ ତାଙ୍କର ଦିବ୍ୟ ଯୋଗମାୟା ଶକ୍ତି ଦ୍ୱାରା ସେ ଆମର ଇନ୍ଦ୍ରିୟ, ମନ ଓ ବୁଦ୍ଧିକୁ ଶକ୍ତି ପ୍ରଦାନ କରିବେ, ଯାହାଦ୍ୱାରା ଆମର ଇନ୍ଦ୍ରିୟମାନେ ଦିବ୍ୟ ହୋଇଯିବେ ଓ ଆମେ ଭଗବାନଙ୍କର ଦିବ୍ୟତାକୁ ଅନୁଭବ କରିପାରିବା, ତାଙ୍କର ସାକାର ସ୍ୱରୂପରେ ହେଉ ବା ସର୍ବବ୍ୟାପୀ ସ୍ୱରୂପରେ ହେଉ। ଏଣୁ ଶ୍ରୀକୃଷ୍ଣ କହୁଛନ୍ତି ଯେ ସେ କେବଳ ଭକ୍ତି ଦ୍ୱାରା ହିଁ ଜାଣି ହେବେ। ସେ ଏଠାରେ ଅନନ୍ୟା ଶବ୍ଦ ଉପରେ ଗୁରୁତ୍ୱପୂର୍ଣ୍ଣ ଦେଇଛନ୍ତି, ଯାହାର ଅର୍ଥ ହେଲା ଅନ୍ୟ କୌଣସି ମାର୍ଗରେ ନୁହେଁ ଯେଉଁଥିରେ ଭଗବାନଙ୍କୁ ଜାଣିହେବ। ଚୈତନ୍ୟ ଚରିତାମୃତରେ ଆପଣ ଦେଖିବେ ଚୈତନ୍ୟ ମହାପ୍ରଭୁ କହୁଛନ୍ତି, ଭକ୍ତି ମୁଖ ନିରୀକ୍ଷତ କର୍ମଯୋଗ ଜ୍ଞାନ, ଅର୍ଥାତ୍ ଯଦିଓ କର୍ମ, ଜ୍ଞାନ ଏବଂ ଅଷ୍ଟାଙ୍ଗ ଯୋଗ ମଧ୍ୟ ଭଗବତ ପ୍ରାପ୍ତିର ମାର୍ଗ ଅଟେ, ତଥାପି ଏହି ସମସ୍ତ ମାର୍ଗ ସେମାନଙ୍କ ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ଭକ୍ତିର ଆଶ୍ରୟ ନେଇଥାନ୍ତି। ଭକ୍ତି ଶତକରେ କୃପାଳୁଜୀ ମହାରାଜ ମଧ୍ୟ କହିଛନ୍ତି, କର୍ମଯୋଗ ଅରୁଜ୍ଞାନ ସବ ସାଧନ ୟଦପି ବଖାନ ପେ ବିନୁ ଭକ୍ତି ସबै ଜନୁ ମୃତକ ଦେହ ବିନୁ ପ୍ରାଣ।
ଅର୍ଥାତ୍ ଯଦିଓ କର୍ମ ଜ୍ଞାନ ଓ ଅଷ୍ଟାଙ୍ଗ ଯୋଗ ଭଗବତ ପ୍ରାପ୍ତିର ମାର୍ଗ ଅଟେ, ତଥାପି ଭକ୍ତି ବିନା ସେସବୁ ସାଧନ ପ୍ରାଣହୀନ ଶବ ସଦୃଶ୍ୟ ଅଟନ୍ତି। ଅନ୍ୟ କୌଣସି ଶାସ୍ତ୍ରରେ ମଧ୍ୟ ଏହା ବର୍ଣ୍ଣନା କରାଯାଇଛି। ଭକ୍ତ୍ୟା ହମେକୟା ଗ୍ରାହ୍ୟଃ ଶ୍ରଦ୍ଧାୟାତ୍ମା ପ୍ରିୟଃ ସତାମ୍। ଏହା ଭାଗବତମରେ ଉଲ୍ଲେଖ ଅଛି, ଯାହାର ଅର୍ଥ ହେଲା ଯେଉଁ ଭକ୍ତ ବିଶ୍ୱାସ ଓ ଶ୍ରଦ୍ଧା ସହିତ ମୋର ଉପାସନା କରେ ସେ କେବଳ ମୋତେ ହିଁ ପ୍ରାପ୍ତ ହୋଇଥାଏ। ଏବଂ ରାମାୟଣରେ ଉଲ୍ଲେଖ ଅଛି, ମିଲାହୀନ ରଘୁପତି ବିନୁ ଅନୁରାଗା କିଏ ଯୋଗ ତପ ଜ୍ଞାନ ବିରାଗା। ଅର୍ଥାତ୍ ଜଣେ ଅଷ୍ଟାଙ୍ଗ ଯୋଗ ସାଧନା କରିପାରେ, ତପସ୍ୟା କରିପାରେ, ଜ୍ଞାନ ଆହରଣ କରିପାରେ ଓ ବୈରାଗ୍ୟ ଆଚରଣ କରିପାରେ, କିନ୍ତୁ ବିନା ଭକ୍ତିରେ ସେ ମୋତେ ପ୍ରାପ୍ତ କରିପାରିନଥାଏ। ଶିକ୍ଷା, ସେହି ପରମ ଦିବ୍ୟ ପୁରୁଷ ସୃଷ୍ଟିର ସମସ୍ତଙ୍କଠାରୁ ଶ୍ରେଷ୍ଠତର ଅଟନ୍ତି। ଯଦିଓ ସେ ସର୍ବବ୍ୟାପକ ଏବଂ ସମସ୍ତ ଜୀବ ତାଙ୍କଠାରେ ନିବାସ କରିଥାନ୍ତି, ତଥାପି ତାଙ୍କୁ କେବଳ ଭକ୍ତି ଦ୍ୱାରା ହିଁ ଜାଣି ହୁଏ। The Supreme Divine Personality is greater than all that exists. Although He is all-pervading and all living beings are situated in Him, yet He can be known only through devotion. Hare Krishna. यत्र काले त्वनावृत्तिम् आवृत्तिं चैव योगिनः प्रयातयान्ति तत्कालं बक्ष्यामि भरतर्षभ। ବନ୍ଧୁଗଣ, ଶ୍ଲୋକ ସଂଖ୍ୟା 23-28ରେ ଆମେ ଦେଖିବା ପ୍ରଭୁ ଶ୍ରୀକୃଷ୍ଣଙ୍କୁ ପ୍ରାପ୍ତ କରିବାରେ ଶୁଦ୍ଧ ଭକ୍ତିର ସର୍ବୋଚ୍ଚତା। ଏଠାରେ ଆମେ ଦୁଇଟି ଶବ୍ଦର ଅର୍ଥ ବୁଝିବା, ଯାହା ହେଲା ଆବୃତ୍ତିମ୍ ଏବଂ ଅନାବୃତ୍ତିମ୍। ଆବୃତ୍ତିମ୍ର ଅର୍ଥ ହେଲା ଚକ୍ର ଏବଂ ସେହି ଚକ୍ର ହେଲା ଜନ୍ମ ଓ ମୃତ୍ୟୁର ଚକ୍ର। ଅତଏବ ଜଣେ ଜ୍ଞାନୀ ବା ସିଦ୍ଧ ପୁରୁଷ ଆମର ଜନ୍ମ ବା କୌଣସି ଜୀବାତ୍ମାର ଜନ୍ମ ଓ ମୃତ୍ୟୁକୁ ଗୋଟାଏ ଚକ୍ର ପରି ଜାଣିଥାନ୍ତି, ଯେପରିକି ପୁନରପି ଜନନମ୍ ପୁନରପି ମରଣମ୍। କିନ୍ତୁ ଅଜ୍ଞାନୀ ବ୍ୟକ୍ତି ଯେପରିକି ମୁଁ, ଆପଣ ଏବଂ ଆମେ ସମସ୍ତେ ଏହାକୁ ଅନୁଭବ କରିପାରିନଥାଉ ଏବଂ ଆମ ସମସ୍ତଙ୍କୁ ପ୍ରତ୍ୟେକ ଜନ୍ମ ନୂଆ ଲାଗିଥାଏ। ଅନାବୃତ୍ତିର ଅର୍ଥ ହେଲା ଏହି ଜନ୍ମ ମୃତ୍ୟୁରୁ ମୁକ୍ତି ବା ଏହି ଜନ୍ମ ମୃତ୍ୟୁର ଖଣ୍ଡନ କରିବା। ଅତଏବ ବନ୍ଧୁଗଣ, ଏଠାରେ ପ୍ରଭୁ ଶ୍ରୀକୃଷ୍ଣ କହୁଛନ୍ତି, କେଉଁ କାଳରେ ଶରୀର ତ୍ୟାଗ କଲେ ତମେ ଜନ୍ମ ମୃତ୍ୟୁ ବନ୍ଧନରୁ ମୁକ୍ତ ହୋଇଯିବ ଏବଂ ଜନ୍ମ ମୃତ୍ୟୁର ଚକ୍ର ଶେଷ ହୋଇଯିବ, ଏହା ମୁଁ ଏବେ ବର୍ଣ୍ଣନା କରିବି। ଏବଂ ଜନ୍ମ ଓ ମୃତ୍ୟୁର ଚକ୍ର କିପରି ଚାଲିଥାଏ ତାହା ମଧ୍ୟ ବର୍ଣ୍ଣନା କରାଯାଇଛି। ପରବର୍ତ୍ତୀ ଶ୍ଲୋକମାନଙ୍କରେ ଆମେ ଦେଖିବା ଯେ ଜଣେ ଯୋଗୀ ବା ଜ୍ଞାନୀ କିପରି ଭାବରେ ଶରୀର ଛାଡ଼ି ଦେଇଥାନ୍ତି ଓ ଜଣେ ସାଂସାରିକ ବ୍ୟକ୍ତି କିପରି ଭାବେ ଜନ୍ମ ମୃତ୍ୟୁର ଚକ୍ରରେ ବାନ୍ଧି ହୋଇ ରହିଥାନ୍ତି। ଶିକ୍ଷା, ଏହି ଜଗତରୁ ତିରୋଧାମ ହେବାର ବିଭିନ୍ନ ମାର୍ଗ ରହିଅଛି, ଯେଉଁଠାରେ ଗୋଟାଏ ରାସ୍ତା ମୁକ୍ତି ପଥରେ ଯାଇଥାଏ ଏବଂ ଅନ୍ୟଟି ପୁନର୍ଜନ୍ମ ଦିଗକୁ ଯାଇଥାଏ। There are different paths of passing away from this world, out of which one will lead to liberation and other will leads to rebirth. Hare Krishna. अग्निर्ज्योतिरः शुक्लः षड्मासा उत्तरायणम् तत्र प्रयाता गच्छन्ति ब्रह्मा ब्रह्मविदो जनाः। ବନ୍ଧୁଗଣ, ଏହାର ପୂର୍ବ ଶ୍ଲୋକରେ ପ୍ରଭୁ ଶ୍ରୀକୃଷ୍ଣ କହିଲେ ଯେ ଜଣେ ଜ୍ଞାନୀ ଜାଣିଥାନ୍ତି ଯେ ଜୀବନ ଓ ମୃତ୍ୟୁ ଗୋଟାଏ ଚକ୍ର ହିସାବରେ ଚାଲିଥାଏ, କିନ୍ତୁ ଜଣେ ଅଜ୍ଞାନୀ ତାହା ଅନୁଭବ କରିନଥାନ୍ତି ଏବଂ ତାକୁ ପ୍ରତ୍ୟେକ ଜନ୍ମ ନୂଆ ଲାଗିଥାଏ।
ଏବଂ ଏହି ଶ୍ଲୋକରେ ପ୍ରଭୁ ଶ୍ରୀକୃଷ୍ଣ କହୁଛନ୍ତି ଯେ କେଉଁ କାଳରେ ଦେହକୁ ତ୍ୟାଗ କଲେ ମୋକ୍ଷ ପ୍ରାପ୍ତ ହୋଇଥାଏ ଏବଂ କେଉଁ କାଳରେ ଦେହକୁ ତ୍ୟାଗ କଲେ ଜନ୍ମ ମୃତ୍ୟୁର ପ୍ରକ୍ରିୟା ଜାରି ରହିଥାଏ। ବନ୍ଧୁଗଣ, ଜଣେ ଜ୍ଞାନୀ ବ୍ୟକ୍ତି ଓ ଜଣେ ସାଂସାରିକ ବ୍ୟକ୍ତି ମୃତ୍ୟୁକୁ ଭିନ୍ନ ଭିନ୍ନ ଭାବରେ ଦେଖିଥାନ୍ତି। ଜଣେ ସାଂସାରିକ ବ୍ୟକ୍ତିର ଚେତନା ବହିର୍ମୁଖୀ ହୋଇଥାଏ, ଯାହା ପାଇଁ ସେ ସମସ୍ତ ପ୍ରକାର ସୁଖର କାରଣକୁ ବାହାରେ ଖୋଜିଥାଏ। ଅନ୍ୟ ପକ୍ଷରେ ଜଣେ ଜ୍ଞାନୀ ବ୍ୟକ୍ତିର ଚେତନା ଅନ୍ତର୍ମୁଖୀ ହୋଇଥାଏ, ଯାହା ପାଇଁ ସେ ସମସ୍ତ ପ୍ରକାର ସୁଖ ନିଜ ଭିତରେ ବା ନିଜର ଅନ୍ତରାତ୍ମାରେ ଅନୁଭବ କରିଥାଏ। ଜଣେ ସାଂସାରିକ ବ୍ୟକ୍ତି ନିଜକୁ ଶରୀର ମନେ କରିନଥାଏ, ଯାହା ପାଇଁ ଅନ୍ୟ କାହାର ମୃତ୍ୟୁରେ ସେ ଦୁଃଖ ହୋଇଥାଏ। ଏବଂ ଜଣେ ଜ୍ଞାନୀ ବା ଯୋଗୀ ବ୍ୟକ୍ତି ଜାଣିଥାଏ ଯେ ମୁଁ ଗୋଟାଏ ଶରୀର ବା ସେ ନିଜକୁ ଗୋଟାଏ କପଡ଼ା ମନେ କରିଥାଏ ଏବଂ ମୃତ୍ୟୁ ସମୟରେ ମଧ୍ୟ ସେ ଦୁଃଖୀ ହୋଇନଥାଏ, ବରଂ ଭାବିଥାଏ ଯେପରି ପୁରୁଣା କପଡ଼ା ଖରାପ ହେଲେ ଆମେ ତାକୁ ବଦଳାଇ ନୂଆ କପଡ଼ା ଧାରଣ କରିଥାଉ, ସେହିପରି ମୁଁ ଏହି ଶରୀର ତ୍ୟାଗ କରି ଏବେ ନୂଆ ଶରୀରକୁ ପ୍ରାପ୍ତ କରିବି। ଏବଂ ଏହି ଶ୍ଲୋକରେ ପ୍ରଭୁ ଶ୍ରୀକୃଷ୍ଣ କହୁଛନ୍ତି, ଯେପରି ଭାବେ ଉତ୍ତରାୟଣର 6 ମାସ ଆଲୋକର ସ୍ୱରୂପ ହୋଇଥାଏ, ଠିକ୍ ସେହିପରି ଯେଉଁ ମନୁଷ୍ୟର ଚେତନା ଊର୍ଦ୍ଧ୍ୱଗାମୀ ହୋଇଥାଏ ବା ଉପରକୁ ହୋଇଥାଏ, ଅର୍ଥାତ୍ ଭଗବାନଙ୍କ ଠାରେ ସ୍ଥିତ ହୋଇଥାଏ ଏବଂ ସାଂସାରିକ ବା ଇନ୍ଦ୍ରିୟ ସୁଖ ପାଇଁ ବୈରାଗ୍ୟଯୁକ୍ତ ହୋଇଥାଏ, ସେପରି ମନୁଷ୍ୟ ଆଲୋକ ପଥରେ ପ୍ରସ୍ଥାନ କରିଥାନ୍ତି ଏବଂ ବ୍ରହ୍ମ ଜ୍ଞାନକୁ ପ୍ରାପ୍ତ କରି ଭଗବାନଙ୍କର ଦିବ୍ୟ ଲୋକକୁ ପ୍ରାପ୍ତ କରିଥାନ୍ତି ଏବଂ ଚିରନ୍ତନ ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତ ହୋଇଯାଇଥାନ୍ତି। ଶିକ୍ଷା, ଯେପରି ଉତ୍ତରାୟଣର 6 ମାସ ଆଲୋକର ସ୍ୱରୂପ ଅଟେ, ସେପରି ଯେଉଁ ମନୁଷ୍ୟର ଚେତନା ଊର୍ଦ୍ଧ୍ୱଗାମୀ ହୋଇଥାଏ ଓ ଭଗବାନଙ୍କ ଠାରେ ସ୍ଥିତ ହୋଇଥାଏ, ସେ ମନୁଷ୍ୟ ଶରୀର ତ୍ୟାଗ କଲା ପରେ ଭଗବାନଙ୍କ ଦିବ୍ୟ ଲୋକକୁ ପ୍ରାପ୍ତ କରି ଜନ୍ମ ମୃତ୍ୟୁ ବନ୍ଧନରୁ ମୁକ୍ତ ହୋଇଯାଇଥାଏ। As the 6 months of Uttarayan is symbolized as the bright ascending moon, similarly, one whose soul is God conscious, who detached from worldly attachments, get liberation after death and free from cycle of life and death. Hare Krishna. धूमो रात्रिस्तथा कृष्णः षड्मासा दक्षिणायनं तत्र चान्द्रमसंयोतिः योगी प्राप्य निवर्तते। ବନ୍ଧୁଗଣ, ପ୍ରଭୁ ଶ୍ରୀକୃଷ୍ଣ ଏହାର ପୂର୍ବବର୍ତ୍ତୀ ଶ୍ଲୋକରେ ବର୍ଣ୍ଣନା କଲେ ଯେ କେଉଁ କାଳରେ ଜଣେ ଶରୀରକୁ ତ୍ୟାଗ କଲେ ତାକୁ ମୋକ୍ଷ ବା ମୁକ୍ତିର ପ୍ରାପ୍ତି ହୋଇଥାଏ ଏବଂ ସେ ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତ ହୋଇ ଭଗବତ ଧାମକୁ ପ୍ରାପ୍ତ କରିଥାଏ। ଏବଂ ଏହି ଶ୍ଲୋକରେ ସେ କହୁଛନ୍ତି ଯେ କେଉଁ କାଳରେ ଜଣେ ଶରୀର ତ୍ୟାଗ କଲେ ତାକୁ ପୁନର୍ଜନ୍ମ ମିଳିଥାଏ ଏବଂ ଜନ୍ମ ମୃତ୍ୟୁ ଚକ୍ରରେ ସେ ବାନ୍ଧି ହୋଇ ରହିଥାଏ। ଏଠାରେ ପ୍ରଭୁ ଶ୍ରୀକୃଷ୍ଣ କହୁଛନ୍ତି, ଦକ୍ଷିଣାୟନ କାଳର 6 ମାସ କୃଷ୍ଣ ପକ୍ଷ ଅନ୍ଧକାରର ସ୍ୱରୂପ ଅଟେ। ବନ୍ଧୁଗଣ, ଏଠାରେ ଆପଣଙ୍କୁ ବୁଝିବାକୁ ପଡ଼ିବ ଯେ ଆମର 7ଟି ଚକ୍ର ରହିଥାଏ। ଅତଏବ ଯଦି ଆପଣଙ୍କ ଚେତନା ଊର୍ଦ୍ଧ୍ୱଗାମୀ ହୋଇଥାଏ, ଅର୍ଥାତ୍ ଭଗବାନଙ୍କ ପ୍ରତି ହୋଇଥାଏ, ତେବେ ତାହା ଉତ୍ତରାୟଣକୁ ବୁଝାଇଥାଏ ଏବଂ ଯଦି ଆପଣଙ୍କ ଚେତନା ନିମ୍ନଗାମୀ ହୋଇଥାଏ, ଅର୍ଥାତ୍ ସଂସାରରେ ଆସକ୍ତି ହୋଇ ରହିଥାଏ, ତେବେ ତାହା ଦକ୍ଷିଣାୟନକୁ ବୁଝାଇଥାଏ। ଅର୍ଥାତ୍ ଯେହେତୁ ଦକ୍ଷିଣାୟନ କାଳର 6 ମାସ ଅନ୍ଧକାରର ସ୍ୱରୂପ ହୋଇଥାଏ, ଅତଏବ ଯେଉଁ ବ୍ୟକ୍ତିର ମନ ସଂସାରରେ ଆସକ୍ତ ହୋଇ ରହିଥାଏ ଏବଂ ନିମ୍ନଗାମୀ ଚେତନାଯୁକ୍ତ ଥାଏ, ସେମାନେ ଅନ୍ଧକାର ପଥରେ ପ୍ରସ୍ଥାନ କରିଥାନ୍ତି। ଭଗବାନଙ୍କ ପ୍ରତି ବିମୁଖ ରହିଥିବା କାରଣରୁ ଭ୍ରମରେ ଆତ୍ମାକୁ ଶରୀର ଜ୍ଞାନ କରି ବନ୍ଧନଯୁକ୍ତ ହୋଇ ସେମାନେ ଜନ୍ମ ମୃତ୍ୟୁର ଚକ୍ରରେ ଘୂରି ବୁଲୁଥାନ୍ତି। ଶିକ୍ଷା, ଯାହାର ମନ ସଂସାରରେ ଲିପ୍ତ ରହିଥାଏ, ସେମାନେ ଜନ୍ମ ମୃତ୍ୟୁ ଚକ୍ରରେ ଘୁରୁଥାନ୍ତି। One who attached to the bodily concept and material world continue rotate in the cycle of life and death. Hare Krishna. शुक्लकृष्णे गति ह्यैते
जगतः शाश्वते मते एकया यात्यनावृत्तिम् अन्यया वर्तते पुनः। ବନ୍ଧୁଗଣ, ଏହାର ପୂର୍ବବର୍ତ୍ତୀ ଦୁଇଟି ଶ୍ଲୋକରେ ପ୍ରଭୁ ଶ୍ରୀକୃଷ୍ଣ ବର୍ଣ୍ଣନା କଲେ ଯେ କେଉଁ ମାର୍ଗରେ ପ୍ରସ୍ଥାନ କଲେ ମନୁଷ୍ୟ ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତ ହୋଇଯାଇଥାଏ ଏବଂ ଜନ୍ମ ମୃତ୍ୟୁର ଚକ୍ରରେ ବାନ୍ଧି ହୋଇ ରହିଥାଏ। ଉତ୍ତରାୟଣର 6 ମାସ ଶୁକ୍ଳ ପକ୍ଷରେ ଶରୀର ତ୍ୟାଗ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ଏବଂ ଦକ୍ଷିଣାୟନର 6 ମାସ କୃଷ୍ଣ ପକ୍ଷରେ ଶରୀର ତ୍ୟାଗ କଲେ ଜନ୍ମ ମୃତ୍ୟୁର ପ୍ରକ୍ରିୟା ଜାରି ରହିଥାଏ। ଏବଂ ଏହି ଶ୍ଲୋକରେ ପ୍ରଭୁ ଶ୍ରୀକୃଷ୍ଣ କହୁଛନ୍ତି ଯେ ମନୁଷ୍ୟ ଦୁଇଟି ଗତି ଭିତରୁ କୌଣସି ଗୋଟାଏ ଗତିରେ ଶରୀର ତ୍ୟାଗ କରିଥାଏ। ସେହି ଦୁଇଟି ମାର୍ଗ ହେଲା ଶୁକ୍ଳ ପକ୍ଷ ଏବଂ କୃଷ୍ଣ ପକ୍ଷ ଏବଂ ଏହି ଦୁଇଟି ମାର୍ଗ ସନାତନ ଧର୍ମ ଅନୁଯାୟୀ ନିର୍ଦ୍ଦିଷ୍ଟ କରାଯାଇଛି। ଏହି ଦୁଇଟି ମାର୍ଗ ମଧ୍ୟରୁ ଶୁକ୍ଳ ପକ୍ଷର ମାର୍ଗରେ ମୋକ୍ଷର ପ୍ରାପ୍ତି ହୋଇଥାଏ ଏବଂ ଜନ୍ମ ମୃତ୍ୟୁର ବନ୍ଧନ ଖଣ୍ଡନ ହୋଇଯାଇଥାଏ ଏବଂ ଦ୍ୱିତୀୟ ମାର୍ଗ କୃଷ୍ଣ ପକ୍ଷରେ ଜନ୍ମ ମୃତ୍ୟୁର ପ୍ରକ୍ରିୟା ଜାରି ରହିଥାଏ ଏବଂ ମନୁଷ୍ୟକୁ ବାରମ୍ବାର ଜନ୍ମ ମୃତ୍ୟୁର ଚକ୍ରରେ ଆସିବାକୁ ପଡ଼ିଥାଏ। ବନ୍ଧୁଗଣ, ଆଲୋକ ଏବଂ ଅନ୍ଧକାରର ଏହି ଦୁଇଟି ପଥ ଏହି ସଂସାରରେ ରହିଅଛି। ଯେପରି ଆଲୋକରେ ପଥ ମୁକ୍ତି ଦିଗକୁ ନେଇଥାଏ, ସେହିପରି ଅନ୍ଧକାରର ପଥ ପୁନର୍ଜନ୍ମ ଦିଗକୁ ନେଇଥାଏ। ମନୁଷ୍ୟ ଆଲୋକ ପଥରେ ଯିବ କି ଅନ୍ଧକାର ପଥରେ ଯିବ, ତାହା ତାର କର୍ମ ନିର୍ଦ୍ଧାରିତ କରିଥାଏ। ଶିକ୍ଷା, ଯେପରି ଆଲୋକର ପଥ ମୁକ୍ତି ଦିଗକୁ ନେଇଥାଏ, ସେପରି ଅନ୍ଧକାରର ପଥ ପୁନର୍ଜନ୍ମ ଦିଗକୁ ନେଇଥାଏ। The ways of lights leads to liberation and the ways of darkness leads to rebirth. Hare Krishna. नैते श्रुति पार्थ जानन् योगी मुह्यति कश्चन तस्मात् सर्वेषु कालेषु योगयुक्तो भवार्जुन। ବନ୍ଧୁଗଣ, ଯୋଗୀମାନେ ନିଜର ମନକୁ ସର୍ବଦା ଭଗବାନଙ୍କ ସହିତ ଏକ କରିବାକୁ ଚେଷ୍ଟା କରୁଥାନ୍ତି। ନିଜକୁ ଭଗବାନଙ୍କର ଏକ କ୍ଷୁଦ୍ର ଅଂଶ ଭାବି ଏବଂ ସଂସାର ପ୍ରତି ଆସକ୍ତିର ବ୍ୟର୍ଥତା ଉପଲବ୍ଧି କରି ସେମାନେ ଇନ୍ଦ୍ରିୟ ସୁଖକୁ କ୍ଷଣିକ ମନେ କରନ୍ତି ଏବଂ ଭଗବାନଙ୍କ ପ୍ରତି ତାଙ୍କର ପ୍ରେମ ବୃଦ୍ଧି କରିବା ଦିଗରେ ସଦାବେଳେ ଚେଷ୍ଟାରତ ରହିଥାନ୍ତି। ଅତଏବ ସେମାନେ ଆଲୋକ ପଥରେ ଅନୁସରଣ କରନ୍ତି। ଅନ୍ୟ ପକ୍ଷରେ ଯେଉଁମାନେ ମାୟାରେ ଭ୍ରମିତ ହୋଇ ନଶ୍ୱର ଜଗତକୁ ସ୍ଥାୟୀ ମନେ କରିଥାନ୍ତି, ଶରୀରକୁ ମୁଁ ଏବଂ ସଂସାରର ଦୁଃଖକୁ ସୁଖର ଉତ୍ସ ଭାବରେ ଚିନ୍ତା କରିଥାନ୍ତି, ସେମାନେ ଅନ୍ଧକାର ପଥରେ ଯାତ୍ରା କରନ୍ତି। ଉଭୟ ପଥର ପରିଣାମ ସମ୍ପୂର୍ଣ୍ଣ ଭାବରେ ବିପରୀତ ଅଟେ। ଗୋଟିଏ ଚିରନ୍ତନ ସ୍ୱର୍ଗୀୟ ସୁଖ ପ୍ରଦାନ କରିଥାଏ ଏବଂ ଅନ୍ୟଟି ମାଇକ ସଂସାରର ଦୁଃଖ ଘେରକୁ ନେଇଥାଏ। ଶ୍ରୀକୃଷ୍ଣ ଏହି ଦୁଇଟି ମାର୍ଗର ବିଶ୍ଳେଷଣ କରି ଯୋଗୀ ଭାବରେ ଆଲୋକର ମାର୍ଗ ଅନୁକରଣ କରିବା ପାଇଁ ଅର୍ଜୁନକୁ ଉପଦେଶ ଦେଉଛନ୍ତି। ସେ ଏଠାରେ ସର୍ବଦା ଶବ୍ଦର ବ୍ୟବହାର କରିଛନ୍ତି, ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଆମମାନଙ୍କ ମଧ୍ୟରୁ ଅନେକ ଆଲୋକର ପଥ କିଛି ସମୟ ପାଇଁ ଅନୁସରଣ କରିଥାଏ, କିନ୍ତୁ ପୁଣି ଅନ୍ଧକାର ପଥକୁ ଫେରି ଯାଇଥାଏ। ବନ୍ଧୁଗଣ, ଯଦି ଜଣେ ବ୍ୟକ୍ତି ଉତ୍ତର ଦିଗକୁ ଯିବାକୁ ଇଚ୍ଛା କରେ କିନ୍ତୁ 1 ମାଇଲ ଉତ୍ତରକୁ ଯିବା ପରେ 4 ମାଇଲ ଦକ୍ଷିଣକୁ ଯାଏ, ତେବେ ନିଜର ସମସ୍ତ ଉଦ୍ୟମ ସତ୍ତ୍ୱେ ମଧ୍ୟ ସେ ଦକ୍ଷିଣ ଦିଗରେ ହିଁ ପହଞ୍ଚିବ। ସେହିପରି ଦିନରେ କିଛି ସମୟ ପାଇଁ ଆଲୋକର ପଥ ଅନୁସରଣ କରି ଆମେ ମୁକ୍ତିକୁ ଆଶା କରିପାରିବା ନାହିଁ। ଆମେ ଚିରନ୍ତନ ଭାବରେ ଠିକ୍ ଦିଗରେ ଅଗ୍ରସର ହେବା ଉଚିତ ଏବଂ ଭୁଲ ଦିଗରେ ଯିବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଆଗକୁ ଯାଇପାରିବା। ଶିକ୍ଷା,
ଯେଉଁ ଯୋଗୀମାନେ ଏହି ଦୁଇଟି ମାର୍ଗର ରହସ୍ୟ ଜାଣନ୍ତି ସେମାନେ କଦାପି ବିଚଳିତ ହୁଅନ୍ତି ନାହିଁ। ତେଣୁ ସେମାନେ ନିରନ୍ତର ଯୋଗ ଅବସ୍ଥାରେ ସ୍ଥିତ ରହନ୍ତି। Yogis who know the secret of these two paths are never bewildered. Therefore, at all times be situated in yoga. Hare Krishna. वेदेषु यज्ञेषु तपःसु चैव दानेषु यत् पुण्यफलं प्रदिष्टम् अतैति तत्सर्वमिदं विदित्वा योगी परं स्थानमुपैति चाद्यम्। বন্ধুগণ, ଆମେ ବୈଦିକ ରୀତିରେ ଅନେକ କର୍ମକାଣ୍ଡ କରିପାରୁ, ଜ୍ଞାନ ଅର୍ଜନ ମଧ୍ୟ କରିପାରୁ ଏବଂ ତପସ୍ୟା ଇତ୍ୟାଦି ମଧ୍ୟ କରିପାରୁ, ଦାନ ମଧ୍ୟ ଦେଇପାରୁ। କିନ୍ତୁ ଭଗବାନଙ୍କର ଭକ୍ତି ନ କରିବା ଯାଏଁ ଜାଣିବାକୁ ହେବ ଯେ ଆମେ ଆଲୋକର ପଥ ଅନୁସରଣ କରୁନାହୁଁ। ଏହିସବୁ ପାର୍ଥିବ ଉତ୍ତମ କର୍ମ ଦ୍ୱାରା ସାଂସାରିକ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇପାରେ, କିନ୍ତୁ ଭଗବାନଙ୍କ ପ୍ରତି ଭକ୍ତି ସାଂସାରିକ ବନ୍ଧନରୁ ମୁକ୍ତି ଦେଇଥାଏ। ରାମାୟଣରେ ଉଲ୍ଲେଖ ଅଛି, ନିୟମ ଧର୍ମ ଆଚାର ତପ ଜ୍ଞାନ ଯଜ୍ଞ ଜପଦାନ ଭେଷଜ ପୁନି କୋଟିନ ନାହିଁ ରୋଗ ଯାହିଁ ହରିଜାନ। ଅର୍ଥାତ୍ ତୁମେ ଉତ୍ତମ ଆଚରଣ, ଧର୍ମ କର୍ମ, ତପସ୍ୟା, ଯଜ୍ଞ, ଅଷ୍ଟାଙ୍ଗ ଯୋଗ, ମନ୍ତ୍ର ଜପ ଓ ଦାନ ଇତ୍ୟାଦି କରିପାର, କିନ୍ତୁ ତାହା ଦ୍ୱାରା ସଂସାର ପ୍ରତି ଆସକ୍ତି ରୂପକ ମାନସିକ ରୋଗର ଉପଶମ ହେବ ନାହିଁ। ବନ୍ଧୁଗଣ, ଯେଉଁ ଯୋଗୀମାନେ ଆଲୋକର ପଥ ଅନୁସରଣ କରିଥାନ୍ତି ସେମାନେ ସଂସାରରୁ ମନକୁ ହଟାଇଥାନ୍ତି ଏବଂ ଭଗବାନଙ୍କଠାରେ ଆସକ୍ତି ହୋଇ ରହିଥାନ୍ତି, ଯାହାଦ୍ୱାରା ସେମାନେ ଚିରନ୍ତନ ଲାଭ ପ୍ରାପ୍ତ କରିଥାନ୍ତି। ଅତଏବ ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି, ଅନ୍ୟ ସମସ୍ତ ପ୍ରକ୍ରିୟା ଦ୍ୱାରା ପ୍ରାପ୍ତ ହେଉଥିବା ଫଳ ଅପେକ୍ଷା ସେମାନେ ଉନ୍ନତତର ଫଳ ପ୍ରାପ୍ତ କରିଥାନ୍ତି। ଶିକ୍ଷା, ଯେଉଁ ଯୋଗୀମାନେ ଏହି ରହସ୍ୟକୁ ଜାଣିଥାନ୍ତି ସେମାନେ ବୈଦିକ ପୂଜା, ବ୍ରତାଦି, ବେଦ ଅଧ୍ୟୟନ, ଯଜ୍ଞ ଆଦି ଅନୁଷ୍ଠାନ, ଦାନ କର୍ମ, ତପସ୍ୟାର୍ଜା ଇତ୍ୟାଦିର ଫଳଠାରୁ ଉଚ୍ଚତର ଫଳ ପ୍ରାପ୍ତ କରିଥାନ୍ତି। ଏପରି ଯୋଗୀମାନେ ଭଗବାନଙ୍କର ପରମ ଧାମ ପ୍ରାପ୍ତ କରିଥାନ୍ତି। The yogis who know the secret gain merit far beyond the fruits of Vedic rituals, the study of the Vedas, performance of sacrifices, austerities and charities. Such yogis reach the supreme abode. ବନ୍ଧୁଗଣ, ଏହା ଥିଲା ଶ୍ରୀମଦ୍ ଭାଗବତ ଗୀତା ଅଷ୍ଟମ ଅଧ୍ୟାୟ ଅକ୍ଷର ବ୍ରହ୍ମଯୋଗ, ଯାହାକୁ ମୁଁ ଆପଣଙ୍କ ସାଥୀ ଆଶିଷ ପଣ୍ଡା ଆପଣଙ୍କ ସାମ୍ନାରେ ପ୍ରସ୍ତୁତ କଲି। ଏବେ ଆମେ ଦେଖା ହେବେ ଗୋଟାଏ ନୂଆ ଅଧ୍ୟାୟରେ, ଯାହା ହେଲା ଶ୍ରୀମଦ୍ ଭାଗବତ ଗୀତା ଅଧ୍ୟାୟ 9 ରାଜବିଦ୍ୟା ଯୋଗ। ବନ୍ଧୁଗଣ, ଯଦି ଆପଣଙ୍କୁ ଏହି ଚ୍ୟାନେଲ ଭକ୍ତିସାଗର ଓଡ଼ିଆଟି ଭଲ ଲାଗୁଛି ତେବେ ଆପଣ ନିଶ୍ଚୟ ଏହି ଚ୍ୟାନେଲଟିକୁ ଲାଇକ୍, ସବସ୍କ୍ରାଇବ୍ ଏବଂ ସେୟାର କରନ୍ତୁ। ଏଥିରେ ମୋତେ ପ୍ରୋତ୍ସାହନ ମିଳିଥାଏ ଅନେକ ନୂଆ ଜିନିଷ ଆପଣଙ୍କ ପାଖକୁ ଆଣିବାରେ, ଯେପରିକି ଭାଗବତ କଥା, ବେଦ, ଉପନିଷଦ, ପୁରାଣ ଏବଂ ଅନେକ ରୁଚିକର ଏବଂ ରୋମାଞ୍ଚକ ଆଧ୍ୟାତ୍ମିକ ତଥ୍ୟ। ହରେ କୃଷ୍ଣ, ଜୟ ଜଗନ୍ନାଥ।